ପ୍ରଭୁଙ୍କର ଠାରେ ପ୍ରାର୍ଥନାର ଅଂଶ ହେବା ସହଭାଗିତା ପ୍ରଭୁ ମତେ ଦେଲେ, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଏବଂ ବିଶେଷ ଧନ୍ୟବାଦ ଦିଏ ଆମମାନଙ୍କର ବିନୟ ଆଜ୍ଞାଙ୍କ ପାଇଁ। ଆଉ ପ୍ରଥମ ସେ ମାଧ୍ୟମରେ ବି ପ୍ରଭୁ ତାଙ୍କର ଖୁଆଡ଼ ମଧ୍ୟକୁ ଆମମାନଙ୍କୁ ଟାଣିକି ଆଣୁଛନ୍ତି। ଏହା ବିଶେଷ ଉଦ୍ଦେଶ୍ୟ ଏବଂ ବିଶେଷ ଅନୁଗ୍ରହ ଏବଂ ବିଶେଷ ଆମମାନଙ୍କ ପ୍ରତି ପ୍ରଭୁଙ୍କର ପ୍ରେମ ବାସନା ଅଧିକ ଅଛି। ଆମେ ଜାଣିବା ଦରକାର ଯେ ଆମେ ସବୁବେଳେ ଗୋଟିଏ ପ୍ଲାଟଫର୍ମରେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରୁଛୁ, ଏହା ପ୍ରଭୁଙ୍କର ଅନୁଗ୍ରହ, ତା ଛଡା ଆଉ କିଛି ନାହିଁ। ଆଉ ଗୋଟେ ବିଷୟ କହିବି, ଯଦି ଜଗତରେ ଯଦି ଆଉ କୌଣସି ଗୋଟେ ଉତ୍ତମ ବିଷୟ ଅଛି, ତାହା ପ୍ରଭୁଙ୍କର ପାଦ ନିକଟରେ ବସି ପ୍ରଭୁଙ୍କର ସେବା ଉପାସନା କରି ପ୍ରଭୁଙ୍କର ଲୋକମାନଙ୍କ ସହିତ ପ୍ରଭୁଙ୍କର ସାନ୍ନିଧ୍ୟ ମଧ୍ୟରେ ଆସି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁଙ୍କ ବାକ୍ୟର ଅଂଶୀ ହେବା, ତାଠାରୁ ବଡ଼ ବିଷୟ କିଛି ନାହିଁ। ତେଣୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କର ଦାସମାନେ ଯେଉଁମାନେ ପରିଚାଳନା କରୁଛନ୍ତି ଫାଷ୍ଟିଂ ପ୍ରେୟରକୁ, ଯେଉଁମାନେ ଲିଡ୍ କରୁଛନ୍ତି, ସେମାନଙ୍କ ନିକଟରେ ମଧ୍ୟ ମୁଁ ଚିରକୃତଜ୍ଞ ଅଟେ। ବିଶେଷ କରି ଆଜିର ଧ୍ୟାନ ନିମନ୍ତେ ଆମେ ଗୋଟିଏ ପଦ ପଢିବା। ଆୟୋବ ପୁସ୍ତକ, ମୋ ସହିତ ଖୋଲନ୍ତୁ ଆୟୋବ ପୁସ୍ତକ ତାର 22 ଅଧ୍ୟାୟର 21 ପଦ। ଆୟୋବ ପୁସ୍ତକ କିଏ ଜଣେ ପଢିକି ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆୟୋବ ପୁସ୍ତକ ତାର 22 ଅଧ୍ୟାୟର 21 ପଦ। ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ, ତଦ୍ୱାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ। ଆମେନ୍। ପ୍ରଭୁଙ୍କ ନାମର ଗୌରବ ହଉ। ଏହା ଆମେ ଜାଣୁ ଆୟୋବ ପୁସ୍ତକ ଏକ ଭଲ ପୁସ୍ତକ। ଆୟୋବଙ୍କର ଜୀବନୀ, ଆୟୋବଙ୍କର ସବୁ ବିଷୟକୁ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ଅନେକ ବିଷୟ ଆମେ ଜାଣିଛୁ, ଯାହାକି ଆୟୋବଙ୍କର ଜୀବନର ଘଟଣା ସବୁ ସେ ସ୍ଥାନରେ ବର୍ଣ୍ଣନା କରାଯାଏ। ଆଉ ସେଇ ଏ ପ୍ରକାର ବର୍ଣ୍ଣନା ଯାହାକି ତାର ଗୋଟିଏ ଉଦ୍ଦେଶ୍ୟ, ଆୟୋବ ପୁସ୍ତକର ଉଦ୍ଦେଶ୍ୟ, ଟୋଟାଲ ଆୟୋବ ପୁସ୍ତକର ଉଦ୍ଦେଶ୍ୟ, why do the righteous suffer? କାହିଁକି ଧାର୍ମିକ ଲୋକମାନେ ସଫରିଂ କରନ୍ତି, ଦୁଃଖ ପାଆନ୍ତି, କଷ୍ଟ ପାଆନ୍ତି, କାହିଁକି ତାହାଙ୍କୁ ପରୀକ୍ଷା ଆସେ। ବାଇବଲର ଟୋଟାଲ ଯେତିକି ଆମେ ଦେଖୁ, ସମସ୍ତଙ୍କ ଠାରୁ ଅଧିକ ପରୀକ୍ଷା, ଅଧିକ କଷ୍ଟ, ଅଧିକ ସଫର ଦେଇକି ଯାଇଥିବା ବ୍ୟକ୍ତି ହଉଛନ୍ତି ଆୟୋବ। ସିଏ ତାଙ୍କର ଜୀବନର ଏକ ତଳିତଳାନ୍ତ ଅବସ୍ଥାକୁ ଚାଲି ଯାଇଥିଲେ। ଗୋଟେ ଧାର୍ମିକ, ଆୟୋବଙ୍କ ପରି ଧାର୍ମିକ ବ୍ୟକ୍ତି, ଶୁଦ୍ଧ, ପବିତ୍ର, ଈଶ୍ୱର ଭୟକାରୀ, କୁକ୍ରିୟା ତ୍ୟାଗୀ ଧାର୍ମିକ ବ୍ୟକ୍ତି ସେଇ ଟାଇମରେ କେହି ନଥିଲେ ଆୟୋବଙ୍କ ପରି। ତଥାପି ଆୟୋବଙ୍କର ଜୀବନରେ ଏକ ବିରାଟ ବଡ ପରୀକ୍ଷା ଆସି ପହଞ୍ଚିଲା। ଶୈତାନ ବୁଲି ବୁଲି ଆସିଲା, ପଚାରୁଛନ୍ତି ଯେ ଆୟୋବଙ୍କ ଉପରେ ଆପଣ ହସ୍ତ ଦେଇଛନ୍ତି, କାଟି ଦିଅନ୍ତୁ। ଆୟୋବଙ୍କୁ ପ୍ରଭୁ ପରୀକ୍ଷା କରିବା ପାଇଁ ଶୈତାନକୁ ମଧ୍ୟ ପରମିଶନ ଦେଇଦେଲା। ଚିନ୍ତା କରନ୍ତୁ ଯେ ଆୟୋବଙ୍କର ଜୀବନ ଏ ପ୍ରକାର ଥିଲା ଯେ କେତେ ପରୀକ୍ଷା ଆସିଲେ ମଧ୍ୟ ମତେ ଆୟୋବ ଛାଡିବେ ନାହିଁ। ପ୍ରଭୁଙ୍କର ଗୋଟେ କନଫିଡେନ୍ସ ଥିଲା ଆୟୋବଙ୍କର ଜୀବନ ପାଇଁ। ସେ କହିଲେ ଶୈତାନକୁ, ତୁମେ ଯାଅ, ତୁମେ ତାକୁ ପରୀକ୍ଷା କର। ଶୈତାନ ଅନେକ ସବୁ ବିଷୟ ତାକୁ କ୍ଷୟକ୍ଷତି ପହଞ୍ଚେଇଲା, ଆଉ ହରେଇ ପାରିଲା ନାହିଁ। ତଳିତଳାନ୍ତ ହେଇଗଲେ ଆୟୋବ, କିନ୍ତୁ କୌଣସି କ୍ଷେତ୍ରରେ ହାର ମାନିଲେ ନାହିଁ। କିନ୍ତୁ ଅଥର ଯୋଉମାନେ କି ତାର ପୁସ୍ତକର ଯୋଉ ପର୍ପସଟା, ଉଦ୍ଦେଶ୍ୟ, ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରେ ଯେ ଧାର୍ମିକ କାହିଁକି ସଫରିଂ କରନ୍ତି, ଧାର୍ମିକ ବ୍ୟକ୍ତି କାହିଁକି ସେମାନେ ଦୁଃଖ ପାଆନ୍ତି। ଏକ ପ୍ରାର୍ଥନାଶୀଳ ଜୀବନ କାଟୁଥିବା ବ୍ୟକ୍ତି, ଏକ ସୁନ୍ଦର ପ୍ରଭୁଭୟ ଜୀବନ କାଟୁଥିବା ବ୍ୟକ୍ତି, ଏକ ସୁନ୍ଦର ଖ୍ରୀଷ୍ଟୀୟ ଜୀବନରେ ଭରପୁର ହେଉଥିବା ବ୍ୟକ୍ତିଙ୍କ ଜୀବନରେ କାହିଁକି ସେ ସମସ୍ତ ସମସ୍ୟା ଆସେ? ଭାଇ, ଆଉ ତାର ଲେଖକ ପାଖାପାଖି ଅନେକ ଆୟୋବ ବୋଲିକି କହନ୍ତି, କିଏ ତ
ଲୋକ ସଜେଷ୍ଟ ବି କରିଛନ୍ତି, ଏଟାକୁ ମୋସା ମଧ୍ୟ ଲେଖିଛନ୍ତି, ସୋଲୋମନ ଲେଖିଛନ୍ତି ଏବଂ ଅନେକ ଲୋକ ଆଉ ଅନ୍ୟାନ୍ୟ ଲୋକମାନେ ଲେଖିଛନ୍ତି ବୋଲିକି এই ସ୍ଥାନରେ ଆଉ ଦେଖ ଆୟବଙ୍କର ଜୀବନରେ ଆଉ ଆୟବଙ୍କର ଏଇ ଯୋଉ ପୁସ୍ତକର କି ଭର୍ସ, ଟୋଟାଲ କି ଭର୍ସ ହଉଛି 2-3 ପଦ ଏବଂ ଏଠି ଯୋଉ କି ପିପୁଲ ମାନେ ମୁଖ୍ୟ ବ୍ୟକ୍ତି ମାନେ ଯୋଉମାନେ କି ଆୟୁବ ଥିଲେ, ଏଲିଫସ ଥିଲେ, ତୈମନ ଥିଲେ, ବିଲଧକ ଥିଲେ, ଅନେକ ଲୋକ ଯୋଉମାନେ କି ଜାଫର ଥିଲେ, ନମଥିନ ଥିଲେ, ଏଲିହୁ ଥିଲେ, ଅନେକ ତାଙ୍କର ସାଙ୍ଗମାନେ ଏହି ସ୍ଥାନରେ ସ୍ଥାନ ପାଇଛନ୍ତି ଏବଂ ଆୟବଙ୍କର ଏଇ ଯୋଉ ପୁସ୍ତକରେ ପ୍ରାୟ 5ଟି ଭାଗ ସେ ସ୍ଥାନରେ ଅଛି। ଗୋଟିଏ ଭାଗ 1 ଅଧ୍ୟାୟରୁ 2-13 ପଦ ପର୍ଯ୍ୟନ୍ତ ଆୟୁବ ଟେଷ୍ଟେଡ ହେଲେ ଏବଂ 2-3 ଅଧ୍ୟାୟରୁ 31 ଅଧ୍ୟାୟ ପର୍ଯ୍ୟନ୍ତ 3 friends answer job, 3 ଜଣ ସାଙ୍ଗ ଆୟୁବଙ୍କ ସହିତ ମିଶୁଛନ୍ତି, ଡିସ୍କସନ କରୁଛନ୍ତି, ବିଭିନ୍ନ ପ୍ରକାର ତର୍କ ବିତର୍କ କରୁଛନ୍ତି, ଡିସ୍କସନ କରୁଛନ୍ତି ଅନେକ ବିଷୟରେ। 32 ଅଧ୍ୟାୟରୁ 37 ଅଧ୍ୟାୟର 24 ପର୍ଯ୍ୟନ୍ତ ଗୋଟେ ଯୁବା ବ୍ୟକ୍ତି ମଧ୍ୟ ଆୟୁବଙ୍କ ସହିତ ସେ କଣ କରୁଛନ୍ତି, ବିଭିନ୍ନ ପ୍ରକାର ବିଷୟରେ ବାର୍ତ୍ତାଳାପ କରୁଛନ୍ତି। 38 ଅଧ୍ୟାୟ 1 ଠାରୁ 41 ଅଧ୍ୟାୟର 34 ପଦ ପର୍ଯ୍ୟନ୍ତ ଈଶ୍ୱର ଆୟୁବଙ୍କୁ ଆନ୍ସର ଦଉଛନ୍ତି, ଉତ୍ତର ଦଉଛନ୍ତି ଏବଂ 42 ଅଧ୍ୟାୟର 1 ପଦ ଠାରୁ 17 ପଦ ପର୍ଯ୍ୟନ୍ତ ଆୟୁବଙ୍କର ଜୀବନ ପୁଣି ରେଷ୍ଟୋର ହଉଛି, ପୁନରୁଦ୍ଧାର ହଉଛି, ପୂର୍ବ ପରି ତାଙ୍କ ଜୀବନ କଣ ପୂର୍ବ ପରି ହେଇଯାଉଛି। ପ୍ରଥମରେ ସେ ଆରମ୍ଭ କରିଲେ ମାନେ ଏକ ଟେଷ୍ଟ ଠାରୁ, ପରୀକ୍ଷା ଠାରୁ, ତାପରେ ଶେଷରେ ସେ କଣ ହେଲେ, ରେଷ୍ଟୋର ହେଲେ। ତାକୁ ପରୀକ୍ଷା କରାଗଲା, ତାକୁ ଚିପଡ଼ା ଗଲା, ତାକୁ ଅନେକ ବାର କଷ୍ଟ ଯନ୍ତ୍ରଣା ସହୟ, ତାକୁ ସମସ୍ତେ ଛାଡି ଚାଲିଗଲେ, ପିଲାମାନେ ତ ଛାଡିଗଲେ, ନିଜ ସ୍ତ୍ରୀ ମଧ୍ୟ ତାଙ୍କୁ ପରିହାସ କରିବାକୁ ପଛେଇଲେ ନାହିଁ। ତ ଅନେକ ଆୟୁବଙ୍କର ବିଷୟରେ ଅନେକ ପୁଙ୍ଖାନୁପୁଙ୍ଖ ଭାବରେ ଅନେକ ବିଷୟକୁ ଆମେ ଦେଖୁ, ଜାଣୁ ଯେ ପ୍ରାୟ 5 ଭାଗରେ ତାଙ୍କୁ ବିଭକ୍ତ କରାଯାଏ। ପ୍ରଥମ ଭାଗ ଦେଖିଲୁ ତାଙ୍କୁ ପରୀକ୍ଷା, ଦ୍ୱିତୀୟ ଭାଗ ତାର 3 ସାଙ୍ଗମାନେ ଆସିକି ତାଙ୍କ ସହିତ ବିଭିନ୍ନ ପ୍ରକାର ବିଷୟରେ ବାର୍ତ୍ତାଳାପ, ତୃତୀୟରେ ଆଉ ଜଣେ ଯୁବା ଲୋକ ମଧ୍ୟ ତାଙ୍କ ସହିତ ବାର୍ତ୍ତାଳାପ ଏବଂ ପ୍ରଭୁଙ୍କ ସହିତ ତାଙ୍କର ବାର୍ତ୍ତାଳାପ ହଉଛି, ଚତୁର୍ଥରେ ପଞ୍ଚମରେ ପୁନରୁଦ୍ଧାର ସେ ପାଉଛନ୍ତି। ତ ଏଇ ଯୋଉ ଅଂଶଟା ଆମେ ପଢିଲୁ, ଯୋଉ ଅଂଶରେ କି ଲେଖାଯାଏ, ତୁମ୍ଭେ ଏବେ ତାହାଙ୍କ ସହିତ ପରିଚିତ ହୁଅ ଯେ ତୁମ୍ଭର ମଙ୍ଗଳ ହବ। ଆୟୁବଙ୍କର ଗୋଟେ ଷ୍ଟେଟମେଣ୍ଟ, ଆୟୁବଙ୍କର ଜୀବନର ଏଇ ଯୋଉ ଘଟଣାଟି ଯେତେବେଳେ ଆମେ ପାଠ କରୁଛୁ, ପାଠ କରିବା ସମୟରେ ଏକ ସୁନ୍ଦର ବିଷୟ ଆମମାନଙ୍କ ମଧ୍ୟକୁ ଚାଲି ଆସେ। ଏଇ ଯୋଉ ପଦଟା ମତେ ବହୁତ ଭଲ ଲାଗେ। ତ ସେଥିପାଇଁ ଆଜି ଆମମାନଙ୍କୁ ଅଳ୍ପ ସମୟ ଆମେ ପ୍ରଭୁଙ୍କର ଏ ବାକ୍ୟରୁ ଅଳ୍ପ ସମୟ ମାନେ ଚିନ୍ତା କରୁ ଯେ ଏଇ ସ୍ଥାନରେ ଯେତେବେଳେ ବାର୍ତ୍ତାଳାପ କରାଯାଉଛି, ସେ ବାର୍ତ୍ତାଳାପ ସମୟରେ ଆଉ କଣ ହଉଛି ଯେ ଆୟୁବଙ୍କର ଜୀବନର ଏକ ସୁନ୍ଦର ବିଷୟ ଏ ସ୍ଥାନରେ ଲେଖାଯାଏ ଯେ ତୁମେ ତାହାଙ୍କ ସହିତ ବା ଈଶ୍ୱରଙ୍କ ସହିତ ପରିଚିତ ହେଲେ ତୁମ୍ଭର ମଙ୍ଗଳ ହବ। ମଙ୍ଗଳ ଲେଖା ହେଇଛି, ମଙ୍ଗଳ ତୁମ୍ଭ ନିକଟକୁ ଆସିବ। ଗୋଟେ ବ୍ୟକ୍ତିଙ୍କ ଜୀବନରେ, ଗୋଟେ ପରିବାରର ଜୀବନରେ, ଗୋଟେ ମଣ୍ଡଳୀରେ, ଗୋଟେ ସମାଜରେ ଏବଂ ଗୋଟିଏ କାର୍ଯ୍ୟ ପାଇଁ ପ୍ରଭୁଙ୍କର ମଙ୍ଗଳ ନିତାନ୍ତ ଆବଶ୍ୟକ ରହିଛି। ପ୍ରଭୁଙ୍କର ମଙ୍ଗଳ ବିଷୟ ନିତାନ୍ତ ଆବଶ୍ୟକତା ରହିଛି, ଯାହାକି ଆମେ ସବୁ କ୍ଷେତ୍ରରେ ଈଶ୍ୱରଙ୍କର ମଙ୍ଗଳ କାମନା କରିକି ପ୍ରାର୍ଥନା କରୁ। ଈଶ୍ୱରଙ୍କର ମଙ୍ଗଳ କାମନା କରି ପ୍ରାର୍ଥନା ଆମେ କରୁ, ପ୍ରଭୁ ମଙ୍ଗଳ କରନ୍ତୁ। କାରଣ ବାଇବଲରେ ଆଉ ଈଶ୍ୱର ମଙ୍ଗଳମୟ। ଦାଉଦ କହନ୍ତି
ଈଶ୍ୱର ମଙ୍ଗଳମୟ ଅଟନ୍ତି, ସଦାପ୍ରଭୁ ମଙ୍ଗଳକାରୀ ଅଟନ୍ତି। ତାଙ୍କର ମଙ୍ଗଳ ବିନା, ତାଙ୍କର କରୁଣା ବିନା ଜଣେ ମନୁଷ୍ୟ, ଜଣେ ପରିବାର, ଜଣେ ମଣ୍ଡଳୀ, ଗୋଟେ ସମାଜ କିମ୍ବା ଜଣେ ବା ଆମମାନଙ୍କର ସଂସାର ଈଶ୍ୱରଙ୍କର ମଙ୍ଗଳ ବିନା ଅଧୁରା ଅଟେ। ଈଶ୍ୱରଙ୍କର ମଙ୍ଗଳ ବିନା ତା ଜୀବନ କଣ ଅଟେ? ଅଧୁରା ଅଟେ। ଆମମାନଙ୍କର ଜୀବନ ପାଇଁ ଈଶ୍ୱରଙ୍କର ମଙ୍ଗଳ ନିତାନ୍ତ ଆବଶ୍ୟକ। ଗୀତ ସଂହିତା 100 ଅଧ୍ୟାୟର ଶେଷ ପଦରେ ଦାଉଦ କହନ୍ତି ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି, ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମ। ଈଶ୍ୱର ମଙ୍ଗଳମୟ ଅଟନ୍ତି। ତ ଏଇ ସ୍ଥାନରେ ଦେଖୁଛୁ, ଏବେ ତୁମେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ, ତୁମ୍ଭର ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ। ଦେଖନ୍ତୁ, ଗୋଟେ ବ୍ୟକ୍ତି ଭାବରେ ମଙ୍ଗଳକୁ ବ୍ୟାଖ୍ୟା କରାଯାଉଛି, ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ। ମଙ୍ଗଳ ତୁମ୍ଭ ନିକଟକୁ ଆସିବ, ମଙ୍ଗଳ ତୁମ୍ଭ ତମ୍ବୁ ନିକଟକୁ ଆସିବ, ମଙ୍ଗଳ ତୁମ ପରିବାର ନିକଟକୁ ଆସିବ, ମଙ୍ଗଳ ତୁମ ପିଲାମାନଙ୍କ ନିକଟକୁ ଆସିବ, ମଙ୍ଗଳ ତୁମର ପୁଅ ଝିଅ ନିକଟକୁ ଆସିବ, ମଙ୍ଗଳ ତୁମ ସ୍ତ୍ରୀ ମାନଙ୍କ ପାଖକୁ, ତୁମ ସ୍ତ୍ରୀଙ୍କ ନିକଟକୁ, ତୁମ ସ୍ୱାମୀଙ୍କ ନିକଟକୁ, ତୁମର ପରିବାର ନିକଟକୁ, ତୁମର ଯେକୌଣସି ଚାକିରି ହେଉ, ଯେକୌଣସି ପାଠ ପଢାରେ ହେଉ, ଯେକୌଣସି ଆଧ୍ୟାତ୍ମିକ, ଶାରୀରିକ, ଶିକ୍ଷା କ୍ଷେତ୍ର, ଆର୍ଥିକ ବିଭିନ୍ନ ପ୍ରକାର କାର୍ଯ୍ୟରେ ଈଶ୍ୱରଙ୍କର ମଙ୍ଗଳ ଉପସ୍ଥିତ ହେବ। ଯାହା ଈଶ୍ୱରଙ୍କର ଅନୁଗ୍ରହରେ ତାହା ମାନେ ପାଇଥାଉ, ଯାହା ଈଶ୍ୱରଙ୍କର ମଙ୍ଗଳ, ଈଶ୍ୱରଙ୍କର ଦୟା ହେତୁ ଆମେ ପାଇଥାଉ। ତେଣୁ ସେ ମଙ୍ଗଳମୟ ଅଟନ୍ତି। ତ ସେଥିପାଇଁ এই ସ୍ଥାନରେ କୁହାଯାଉଛି ଈଶ୍ୱରଙ୍କ ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ। ତ ଜଷ୍ଟ এই ମଙ୍ଗଳ କି ପ୍ରକାର ଭାବରେ ଆମେ ଅଳ୍ପ ସମୟ ଚିନ୍ତା କରିବା ଯେ ମଙ୍ଗଳ କି ପ୍ରକାର ଆମ୍ଭ ନିକଟରେ ଉପସ୍ଥିତ ହେବ। ମଙ୍ଗଳ ଆମେ ଅଳ୍ପ ସମୟ ବାଇବଲ ଷ୍ଟଡି ମାଧ୍ୟମରେ ଚିନ୍ତା କରିବା, ଅନେକ ଟପିକ ମାଧ୍ୟମରେ, ଆଉ ଯଦି ଆଗାମୀ ଦିନ ମାନଙ୍କରେ ମଧ୍ୟ ପ୍ରଭୁ ସୁଯୋଗ ଦେଲେ ଆମେ ଚିନ୍ତା କରିବା। କିନ୍ତୁ ଆଜିର ମୁଖ୍ୟ ଗୋଟେ ଛୋଟ ବିଷୟକୁ ଆମେ ଆଧାର କରି ବାଇବଲ ଷ୍ଟଡି ମାଧ୍ୟମରେ ଆମେ ଯିବା ଯେ ମଙ୍ଗଳ, এই ମଙ୍ଗଳ କରୁଣା ଦୟା, এই ମଙ୍ଗଳ କି ପ୍ରକାର ଗୋଟିଏ ଜାଗାରେ ଆମ୍ଭ ନିକଟରେ ଉପସ୍ଥିତ ହେବ। ସେଠାରେ ପ୍ରଥମ ପଦରେ ଲେଖା ହେଇଛି ଯେ ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତାହେଲେ ଯାଇକି ମଙ୍ଗଳ ଆସିବ। ଭଲରେ ଯଦି ଆମେ ଷ୍ଟଡି କରୁ, ଭଲରେ ଯଦି ଆମେ ବାଇବଲକୁ ଅଧ୍ୟୟନ କରୁ, ଲେଖାଯାଏ ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ। ପରିଚିତ ୱାର୍ଡ ଏ ସ୍ଥାନରେ ଲେଖାଯାଏ। ପ୍ରଭୁଙ୍କ ସହିତ ପରିଚିତ ହେଲେ ଆମେ ଜାଣିପାରିବା। ଗୋଟେ ଈଶ୍ୱରଙ୍କର ସହିତ ପରିଚିତ ହେବା ହେଲେ ଆମେ ଈଶ୍ୱରଙ୍କର ଗୁଣ କୀର୍ତ୍ତନକୁ ଜାଣିପାରିବା। ପରିଚିତ ହେବା ଦରକାର। ଜଷ୍ଟ ଚିହ୍ନା ପରିଚୟ ହେଲେ କିଛି ଲାଭ ନାହିଁ। ଜଷ୍ଟ ନା ଜାଣିବା, ହଁ ଜଷ୍ଟ କଣ ଭାଇ ତାଙ୍କୁ ଜାଣିଛନ୍ତି କି? ହଁ ଅମକ ଲୋକ ମୁଁ ଜାଣିଛି। କିନ୍ତୁ ହଁ ଭାଇ ତାଙ୍କୁ ଜାଣିଛନ୍ତି କି? ହଁ ମୁଁ ତା ସହିତ ପରିଚିତ ଅଟେ, ମାନେ ତା ସହିତ ମୁଁ କ୍ଲୋଜ ଅଟେ, ତା ସହିତ ମୁଁ ପରିଚିତ ଅଟେ। ମୋର ପ୍ରଭୁଙ୍କ ସହିତ ଖାଲି ଜଷ୍ଟ ଜାଣିବା ଦରକାର, ତାହା ଉପଯୁକ୍ତ ନୁହଁ, ତାହା ଯଥେଷ୍ଟ ନୁହଁ। ପରିଚିତ ହେବା ଆବଶ୍ୟକ ରହିଛି। ଈଶ୍ୱରଙ୍କୁ ମେଣ୍ଟାଲି ନ ଜାଣି ହୃଦୟ ସହିତ ଜାଣିବାର ଅଛି। ଯେଉଁମାନେ ମେଣ୍ଟାଲି ଜାଣନ୍ତି କ୍ଷଣସ୍ଥାୟୀ ଅଟେ, ଯେଉଁମାନେ ଆତ୍ମିକ ଭାବରେ ହୃଦୟ ସହିତ ଜାଣନ୍ତି, ହୃଦୟର ସହିତ ଜାଣନ୍ତି, ତାହା ଚିରସ୍ଥାୟୀ ଅଟେ। ଆମେ ଈଶ୍ୱରଙ୍କ ସହିତ ପରିଚିତ ହେବା ଦରକାର। ଯଦି ମୁଁ ଜଣଙ୍କ ବିଷୟରେ ଅଧିକ ଜାଣିବାର ଅଛି ତ ମତେ ତାଙ୍କ ସହିତ ପରିଚିତ ହେବାର ଅଛି। ମୁଁ ଯଦି ଈଶ୍ୱରଙ୍କ ବିଷୟରେ, ଈଶ୍ୱରଙ୍କର ଗୁଣ, ଈଶ୍ୱରଙ୍କର ଶକ୍ତି, ଯେତେବେଳେ ଆମେ ତାଙ୍କ ସହିତ ପରିଚିତ ହଉନା, ତାର ଈଶ୍ୱରଙ୍କର ଶକ୍ତି ବିଷୟରେ, ଈଶ୍ୱରଙ୍କର ସୀମା ବିଷୟରେ, ଈଶ୍ୱରଙ୍କର ନାମ ବିଷୟରେ, ଈଶ୍ୱର କଣ କରିପାରନ୍ତି, ତାର ଅଧିକାର କେତେ ଯେ ଅଛି, ତାର ଶକ୍ତି ଯେ କେତେ ଅଛି, ସେ କଣ କଣ କରିପାରନ୍ତି,
ତାହା ମାନେ ସ୍ପଷ୍ଟ ରୂପେ ଜାଣିପାରିବା। ପରିଚିତ ହେବା ଦରକାର। ଯଦି ପରିଚିତ ହେବାର ଅଛି ତ ସବୁଦିନ ମିଶିବାର ଅଛି ପ୍ରଭୁଙ୍କ ସହିତ। ଯଦି ମୁଁ ଜଣଙ୍କ ସହିତ ପରିଚିତ ହେବାର ଅଛି ତ ମତେ ସବୁଦିନ ତା ସହିତ ବାର୍ତ୍ତାଳାପ କରିବାର ଅଛି, ତା ସହିତ ମିଶିବାର ଅଛି, ତା ବିଷୟରେ ଷ୍ଟଡି କରିବାର ଅଛି, ତା ବିଷୟରେ ଧ୍ୟାନ କରିବାର ଅଛି। ଯଦି ମୋ ବିଷୟରେ ଜଣେ ଯଦି ପରିଚିତ, ମୋ ବିଷୟରେ ଯଦି ଜଣେ ଜାଣିବାର ଅଛି ଯେ ବିଦ୍ୟୁତ କୋଉ ପ୍ରକାର ବ୍ୟକ୍ତି ଅଟନ୍ତି ତ ମୋ ସହିତ ସେ ମିଶିବା ଦରକାର। ମୁଁ ଯଦି ଆଉ କାହା ସହିତ କାହାକୁ ଯଦି ଜାଣିବାର ଅଛି ଅଧିକ, ମୁଁ ତାଙ୍କ ବିଷୟରେ ଅଧିକ ଜାଣିବାର ଅଛି, ତାଙ୍କ ସହିତ ପରିଚିତ ହେବାର ଅଛି। ସବୁବେଳେ ଭାଇ ଆପଣ କଣ କରନ୍ତି ସବୁ ବିଷୟ, ଯଦ୍ୱାରା ମୁଁ ଜାଣିପାରିବି ଯେ ତାହା ସେ କୋଉ ଟାଇପର ଲୋକ ଅଟନ୍ତି ଏବଂ କଣ କରିପାରନ୍ତି। ଆମମାନଙ୍କର ଈଶ୍ୱରଙ୍କୁ ମଧ୍ୟ ଆମେ ଯେମିତି କହିଲି ମେଣ୍ଟାଲି ନ ଜାଣି ହୃଦୟ ସହ ଯଦି ଆମେ ପରିଚିତ ହଉ, ଈଶ୍ୱରଙ୍କର ନାମ ମହତ୍ ନାମ, ଈଶ୍ୱରଙ୍କର କାର୍ଯ୍ୟ ଯେ ମହତ୍, ତାଙ୍କର ସୀମା ଯେ ଅପର୍ବ୍ୟାପ୍ତ, ସେ କଣ କରିପାରନ୍ତି, ସେ କି ପ୍ରକାର ଈଶ୍ୱର ଅଟନ୍ତି, ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି, ସର୍ବଦର୍ଶୀ, ସର୍ବଜ୍ଞ, ସର୍ବ ଅନ୍ତର୍ଯ୍ୟାମୀ, ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର, ଏକ ମହାନ ଈଶ୍ୱର ଯାହାଙ୍କୁ କି ସ୍ୱର୍ଗ ଉପରିସ୍ଥ ସ୍ୱର୍ଗ ଧାରଣ କରିନପାରେ। ଏ ପ୍ରକାର ଈଶ୍ୱରଙ୍କୁ ଆମମାନେ ଜାଣିପାରିବା କେତେବେଳେ ତାଙ୍କ ସହିତ ପରିଚିତ ହେଲେ। ଈଶ୍ୱରଙ୍କ ସହିତ ଦୈନନ୍ଦିନ ଜୀବନର ଗୋଟେ ଗୁଡ୍ ରିଲେସନସିପ୍, ଈଶ୍ୱରଙ୍କ ସହିତ ଘନିଷ୍ଠତା ହେବାର ଅଛି। ସକାଳୁ ସନ୍ଧ୍ୟାରେ ପ୍ରାର୍ଥନାରେ ବାକ୍ୟରେ ପ୍ରଭୁଙ୍କର ସହଭାଗିତା, ପ୍ରଭୁଙ୍କର ଲୋକମାନଙ୍କର ସହଭାଗିତା ଯଦି ଆମେ ହଉଛୁ, ଆମେ ଈଶ୍ୱରକୁ ଷ୍ଟଡି କରିପାରିବା, ଈଶ୍ୱରକୁ ଭଲରେ ଷ୍ଟଡି କରିପାରିବା, ଜାଣିପାରିବା ଯେ ମୋର ଈଶ୍ୱର କଣ କରିପାରନ୍ତି, ମୋ ଈଶ୍ୱର କଣ କରିପାରନ୍ତି, ତାଙ୍କର ଶକ୍ତି କେତେ, ସେ ମଙ୍ଗଳକାରୀ ଅଟନ୍ତି, ସେ ଦୟାକାରୀ ଅଟନ୍ତି। ସେଥିପାଇଁ ପାଉଲ ଗୋଟେ କଥା କହିଲେ, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରିବି। ପାଉଲ ଜାଣିଥିଲେ ଯେ ମୋର ଶକ୍ତିଦାତା କୋଉ ପ୍ରକାର ଈଶ୍ୱର ଅଟନ୍ତି। ଯେତେବେଳେ ଗୋଟେ ଆମେ ଅଫିସକୁ ଯାଉ, କୌଣସି ଗୋଟେ ଅଫିସକୁ ଯେତେବେଳେ ଯାଉ, ଆମର କାର୍ଯ୍ୟ ଯଦି ହେଇପାରୁନି, ଏଇ ଅଫିସକୁ ସେଇ ଅଫିସକୁ ଦୌଡ଼ା ଦୌଡ଼ି ଏଇ କାଉଣ୍ଟର ସେ କାଉଣ୍ଟରକୁ ଯାଉଛୁ, ତ ଯଦି ଆମେ ସେଠାକାର ମୁଖ୍ୟ ଲୋକଙ୍କୁ ଯଦି ଜାଣିଥିବା, କହିବା ଆରେ ଅମୁକ ଲୋକଙ୍କ ପାଖକୁ ଯାଅ, ସେ କାର୍ଯ୍ୟ ହେଇଯିବ। ଆମେ ଅନେକ ଲୋକଙ୍କର ଅଭିଜ୍ଞତା ଥିବ এই କ୍ଷେତ୍ରରେ। କେତେକ କୌଣସି ଯଦି କାର୍ଯ୍ୟ ଯଦି ଆମମାନଙ୍କର ହେଇପାରୁନଥିବ କହିଲେ ଆମେ ତାକୁ ଧରି ଆମେ କରିବା ପାଇଁ ଚେଷ୍ଟା କରିଥାଉ, କିନ୍ତୁ କେତେ ଲୋକ ଆସିକି କହନ୍ତି ଯେ ମାନେ କି ତାଙ୍କ ସହିତ ମୁଖ୍ୟ ଲୋକଙ୍କ ସହିତ ପରିଚିତ ହେଇଥିବେ, କହିଦେବେ ଅମୁକ ଲୋକଙ୍କ ପାଖକୁ ଯାଅ, ତୁମର କାର୍ଯ୍ୟ ଆରାମରେ ହେଇଯିବ, ଆଉ ତୁମକୁ ଦୌଡ଼ିବାକୁ ପଡିବ ନାହିଁ। କାରଣ ଯେ ପରିଚିତ ହେଇଥିବ ସେ ଜାଣିଥିବ ଯେ ସେ ଅମୁକ ଲୋକ, ତାଙ୍କ ପାଖରେ ଶକ୍ତି ଅଛି, ସେ କରିଦେଇ ପାରିବେ, ଆଉ ତାକୁ ଆଉ କୌଣସି ଦୌଡ଼ା ଧାପଡ଼ା କରିବାକୁ ପଡିବ ନାହିଁ, ଏପଟ ସେପଟ ଧାଇଁବାକୁ ପଡିବ ନାହିଁ, ଆଉ କୌଣସି ଦପ୍ତରକୁ ଯିବାକୁ ପଡିବ ନାହିଁ, କୌଣସି ଲୋକଙ୍କ ପାଖକୁ ଯିବାକୁ ପଡିବ ନାହିଁ, ମୁଖ୍ୟ ଲୋକଙ୍କ ପାଖକୁ ପହଞ୍ଚିଯିବ ସେ। ଆମମାନଙ୍କର ପ୍ରଭୁ ମଧ୍ୟ ସେମିତି। ଯଦି ଆମେ ପ୍ରଭୁଙ୍କ ସହିତ ପରିଚିତ ହେଇଯାଉ ନା, ଆମମାନଙ୍କୁ ଆଉ କୁଆଡେ ଦୌଡ଼ିବାକୁ ପଡିବ ନାହିଁ, ସିଧା ପ୍ରଭୁଙ୍କ ନିକଟକୁ। ଯେତେବେଳେ ଦାନିଏଲଙ୍କ ସମୟରେ ସାକ୍ଷାତ ହେଲା, ସବୁ ହେଲା, ଗୋଟେ ରାଜାଙ୍କ ପାଖରେ ଯେତେବେଳେ ସେ ପାନପାତ୍ର ବାହକ ଥିଲେ ଦାନିଏଲ, ଚିନ୍ତା କରନ୍ତୁ ଦାନିଏଲଙ୍କର କେତେ କୋ ଷ୍ଟାଣ୍ଡାର୍ଡରେ ପାନପାତ୍ର ବାହକ ମାନେ ଯାହା ଦାନିଏଲ ଟେଷ୍ଟ କରିବେ ରାଜା ତାହା ଖାଇବେ। ଦାନିଏଲ ନିଜ ହାତରେ ରାଜାଙ୍କ ପାଖକୁ ସବୁ ବିଷୟ ନେଇକି ଦଉଥିଲେ, ଘନିଷ୍ଠତା ପାଖାପାଖି ଥିଲା। କିନ୍ତୁ ଯେତେବେଳେ କିଛି ସମସ୍ୟା ଆସୁଛନ୍ତି, ଜାଗତିକ ରାଜାଙ୍କ ପାଖକୁ ଯାଉନାହାନ୍ତି। ସେ କଣ କରୁଛନ୍ତି, ପାଖରେ ଅଛନ୍ତି ରାଜା, କହୁନାହାନ୍ତି ମୋ ପାଇଁ ଏମିତି ସମସ୍ୟା ହେଇଛି, ମୋର ଅଗ୍ନେଷ୍ଟ ଲୋକମାନେ ଅଛନ୍ତି, ରାଜାଙ୍କୁ ପଦେ କହୁନାହାନ୍ତି। ସିଧା ଚାଲିଗଲେ ନିଜର ରୁମକୁ, ସିଧା ଚାଲିଗଲେ ନିଜର କୋଠରୀ ମଧ୍ୟକୁ, ସିଧା ଚାଲିଗଲେ ନିଜର ପ୍ରାର୍ଥନାର କୋଠରୀ ମଧ୍ୟକୁ, କାନ୍ଦୁଛନ୍ତି, ଆଣ୍ଠୁ ଭାଙ୍ଗୁଛନ୍ତି, ପ୍ରଭୁଙ୍କ ନିକଟରେ ତାଙ୍କର ଆଉ କ୍ରନ୍ଦନର ରବ ଶୁଭା ଯାଉଛି ଏବଂ ସେ କହୁଛନ୍ତି ପ୍ରଭୁ ଏଇ ଲୋକମାନେ ମୋ ବିରୁଦ୍ଧରେ ଉଠିଛନ୍ତି, ମତେ ସିଂହ ଗର୍ତ୍ତରେ ପକେଇ ଦେବା ପାଇଁ ଚାହୁଁଛନ୍ତି। ଜାଗତିକ ରଜାଙ୍କ ପାଖକୁ ଗଲେ ନାହିଁ। ସେ ଜାଣିଥିଲେ ମାଇ ମାଷ୍ଟର ଇଜ ହେଭେନ, ମୋର ଆନ୍ସର ପ୍ରଭୁଙ୍କ ପାଖରୁ ଆସିବ। ସେଥିପାଇଁ ସେ ଜାଣିଥିଲେ ମୁଁ ଯାହା ସହିତ ପରିଚିତ ତାଙ୍କୁ ଜଣେଇବା ବେଟର ହବ। ଏଇ
এই ଦପ୍ତରକୁ ଯିବାର କୌଣସି ଆବଶ୍ୟକ ନାହିଁ, ଏଇପଟ ସେପଟ ଦୌଡ଼ା ଧାପଡ଼ା କରିବାର କୌଣସି ଆବଶ୍ୟକ ନାହିଁ। ଚାହିଁଥିଲେ ଦାନିଏଲ ରାଜାଙ୍କୁ କମ୍ପ୍ଲେନ କରିଥାନ୍ତା, କିନ୍ତୁ ତାଠୁ ବେଟର ମନେ କଲେ ମୁଁ ଯାହା ସହିତ ପରିଚିତ ମୁଁ ତାଙ୍କ ପାଖକୁ ଯିବି। କାରଣ ତାର ଶକ୍ତି, ଈଶ୍ୱରଙ୍କର ଶକ୍ତି କେତେ ମୁଁ ଜାଣିଛି। ଜଗତର ଲୋକଙ୍କର ଶକ୍ତି ଠାରୁ ମୋର ଈଶ୍ୱର ଶକ୍ତିମାନ ଅଟନ୍ତି। ଏଇ ଜଗତର ଲୋକମାନଙ୍କ ଠାରୁ ମୋର ଈଶ୍ୱର ବଳବାନ ଅଟନ୍ତି। ଏଇ ଜଗତର ଲୋକଙ୍କର ଖାଲି ଏଇ ଦେଶରୁ ଅମକ ଦେଶ ପର୍ଯ୍ୟନ୍ତ କଣ ଅଛି, ଗୋଟେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି କି ଆଉ ଯେକୌଣସି ଲୋକଙ୍କର ଏଇ ସୀମାରୁ ଅମକ ସୀମା ପର୍ଯ୍ୟନ୍ତ, କିନ୍ତୁ ମୋର ଈଶ୍ୱର ସେ ଅନନ୍ତ ଈଶ୍ୱର, ତାଙ୍କର କୌଣସି ସୀମା ନାହିଁ, ତାଙ୍କର କୌଣସି ସୀମା ନିରୂପଣ ନାହିଁ। ସେ କଣ କରନ୍ତି, ମହାନ ଭୟଙ୍କର ଈଶ୍ୱର ଅଟନ୍ତି। ସବୁ ସ୍ଥାନରେ ଏକା ଟାଇମରେ ବିଦ୍ୟମାନ ହେବାର ପରମେଶ୍ୱର, ଏଭ୍ରି ଟାଇମ ଏଭ୍ରିୱେର ସେମ୍ ଟାଇମ ପ୍ରଭୁଙ୍କୁ ସବୁ ଜାଗାରେ ଉପସ୍ଥିତ ହେବାର ଶକ୍ତି ତାଙ୍କ ପାଖରେ ଅଛି। ସେଥିପାଇଁ ଦାନିଏଲ ଜାଣିଥିଲେ ମୋର ଉତ୍ତର ଏକ ମାନେ ସଡନଲି ଆସିବ, ମାନେ ଲେଟ୍ ହବ ନାହିଁ। ସେ ଜାଣିଥିଲେ ଯଦି ଗୋଟିଏ ପଦ ପଢିବେ ମାନେ ବହୁତ ମୁଁ ଆଉ ଟିକେ ଆଗକୁ ଯିବା ପାଇଁ ଚାହିଁବି, କିନ୍ତୁ ଗୋଟିଏ ପଦ ଯଦି କିଏ ପାଉଛନ୍ତି ଦାନିଏଲ 9:23 ପଦ ପଢନ୍ତୁ। ଦାନିଏଲ ଜାଣିଥିଲେ ଯେ ମୋର ପ୍ରାର୍ଥନାର କି ପ୍ରକାର ଶକ୍ତି ଆଉ ପ୍ରଭୁ କି ପ୍ରକାର ମୁଁ ତାଙ୍କ ସହିତ ପରିଚିତ ଅଟେ। କାହିଁକି ଦାନିଏଲ ପରିଚିତ ଥିଲେ ପ୍ରଭୁଙ୍କ ସହିତ, ଆଉ ପରିଚିତ ଏଇଥିପାଇଁ ଥିଲେ କାହିଁକି ନା ପଢନ୍ତୁ 9:23 ପଦ ଯଦି କିଏ ପାଉଛନ୍ତି ପଢନ୍ତୁ। ଦାନିଏଲ 9:23 ପଦ। ତୁମ୍ଭର ବିନତିର ଆରମ୍ଭ ସମୟରେ ଜ୍ଞାନ ନିର୍ଗତ ହେଲା, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି। କାରଣ ସେତିକି ଥାଉ। ତୁମ୍ଭର ନିବେଦନର ଆରମ୍ଭରେ ଆମ୍ଭକୁ କଣ ହେଲା, ବାକ୍ୟ ନିର୍ଗତ ହେଲା ତୁମ୍ଭ ପାଖକୁ ଯିବା ପାଇଁ। ଦାନିଏଲ ଦୂତ କହୁଛନ୍ତି ତୁମ୍ଭର ନିବେଦନର ଆରମ୍ଭରେ ହିଁ ସ୍ୱର୍ଗରେ ଦୂତଙ୍କୁ ପ୍ରଭୁ କହିଦେଲେ ଯେ ଆମ୍ଭର ଦାସ ଦାନିଏଲ ପ୍ରାର୍ଥନା କଲେ, ଯାଅ ତାକୁ ଜଲ୍ଦି ତାଙ୍କ ପାଖକୁ। ଆରମ୍ଭ, ତୁମ୍ଭ ବିନତିର ଆରମ୍ଭରେ, ତୁମର ପ୍ରାର୍ଥନାର ଆରମ୍ଭରେ ସ୍ୱର୍ଗର ଦୂତଙ୍କୁ ପ୍ରଭୁ କଣ କରିଦଉଛନ୍ତି, ସ୍ୱର୍ଗର ଦୂତଙ୍କୁ ପ୍ରଭୁ ଆଉ ସ୍ୱର୍ଗର ଦୂତଙ୍କୁ ପ୍ରଭୁ କଣ କରୁଛନ୍ତି, ସ୍ୱର୍ଗର ଦୂତଙ୍କୁ ପ୍ରଭୁ ଅର୍ଡର କରିଦଉଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେ ଆମମାନଙ୍କର ଜୀବନରେ ଆମେ ଈଶ୍ୱରଙ୍କ ସହିତ କି ପ୍ରକାର ପରିଚିତ। ଦାନିଏଲ ଏତେ ପରିଚିତ ଥିଲେ, ସେଥିପାଇଁ ପ୍ରଭୁ କହୁଛନ୍ତି ତୁମ୍ଭର ବିନତିର ଆରମ୍ଭରେ ହିଁ ଆମ୍ଭକୁ ଅର୍ଡର ପଳେଇ ଆସିଲା ତୁମ ପାଖକୁ ଯିବା ପାଇଁ। ଦୂତ କହୁଛନ୍ତି ଏତେ ଘନିଷ୍ଠ ଥିଲେ, ଏତେ ପୁରା ଘନିଷ୍ଠ ଥିଲେ, ପରିଚିତ ଅନେକ ଲୋକ। କାହିଁକି ନା ଆମେ ଯେତେବେଳେ ପ୍ରଭୁଙ୍କ ସହିତ ପରିଚିତ ହଉ, ପ୍ରଭୁଙ୍କର ପରିଚିତ ହେଲେ ପ୍ରଭୁ ଯେ କି ପ୍ରକାର ଈଶ୍ୱର ଆମେ ଭଲରେ ଜାଣିପାରିବା। ମଙ୍ଗଳ ଆମ ନିକଟକୁ ପଳେଇ ଆସିବ। ଜିହୋବା ଚିରି, ସଦାପ୍ରଭୁ ଜିହୋବା ଚିରି ପରମେଶ୍ୱର ଅଟନ୍ତି, ଯାହାକି ଆଦି ପୁସ୍ତକ 22 ଅଧ୍ୟାୟର 14 ପଦରେ ଲେଖାଯାଏ ସଦାପ୍ରଭୁ ଜିହୋବା ଚିରି ଅଟନ୍ତି, ଯୋଗାନ୍ତି। ଆମେ ଜାଣିପାରିବା, ତାଙ୍କ ସହିତ ପରିଚିତ ହେଲେ ଆମେ ଜାଣିପାରିବା ମୋ ପ୍ରଭୁ ଯୋଗେଇବାର ପରମେଶ୍ୱର ଅଟନ୍ତି। ଅବ୍ରାହମ ପୁଅଙ୍କୁ କହୁଛନ୍ତି, ପୁଅ କାହିଁକି ଅସ୍ତ ହଉଛି, ପୁଅଙ୍କୁ କହୁଛନ୍ତି ସଦାପ୍ରଭୁ ଯୋଗାଇବେ, ସଦାପ୍ରଭୁ ଯୋଗାଇବେ। କାରଣ ସେ ମାଷ୍ଟର, ଅବ୍ରାହମ ତାର ମାଷ୍ଟରକୁ ଭଲରେ ଜାଣିଥିଲେ, ପରିଚିତ ଥିଲେ। ଅବ୍ରାହମ କହୁଛନ୍ତି ଦେଖନ୍ତୁ ପ୍ରଭୁ ମୁଁ ଏ ସ୍ଥାନରେ ଅଛି। ଆରାମରେ 3 ଦିନର ରାସ୍ତା ମାନେ ଯାଉଛନ୍ତି। ପୁଅକୁ କହୁଛନ୍ତି, ପୁଅ ଯେତେବେଳେ ପଚାରୁଛି ପୁଅକୁ ଠିକ ଆନ୍ସର ଦଉଛନ୍ତି, ସଦାପ୍ରଭୁ ଯୋଗାଇବେ। ଆମର ମଧ୍ୟ କଷ୍ଟ ଦୁଃଖ ସମୟରେ, ଅଭାବ ସମୟରେ ଆମେ ମଧ୍ୟ ଯଦି ଆମର ମାଷ୍ଟରଙ୍କ ସହିତ, ଆମର ହେଭେନଲି ଫାଦରଙ୍କ ସହିତ ଯଦି ଆମର ପରିଚିତ ଥିବା ନା, ଆମେ ଆମର ପିଲାମାନଙ୍କୁ, ଆମେ ଆମର ପରିବାରର ସମସ୍ତଙ୍କୁ ଆମେ ସାନ୍ତ୍ୱନା ଦେଇପାରିବା, ଆମର ପ୍ରଭୁ ଯୋଗେଇବେ। ଅବ୍ରାହମ ଜାଣିଥିଲେ ସଦାପ୍ରଭୁ ଯୋଗାନ୍ତି ବୋଲି, ସେଥିପାଇଁ ସେ କହୁଛନ୍ତି ସଦାପ୍ରଭୁ ଯୋଗାଇବେ। ଯିଶାୟା ପୁସ୍ତକ ଲେଖା ହେଇଛି ଯିଶାୟା 9:6 ଯେ ଜିହୋବା ସାଲାମ, ଜିହୋବା ଜିରି ଏବଂ ଜିହୋବା ସାଲାମ ବା ଶାନ୍ତିର ରାଜା ଅଟନ୍ତି ଆମମାନଙ୍କର ପ୍ରଭୁ। ପରିଚିତ ହେଲେ ଆମେ ଜାଣିପାରିବା
ସେ ଆମମାନଙ୍କ ପାଇଁ ଶାନ୍ତିର ରାଜକୁମାର ଅଟନ୍ତି। ସେ ଅନନ୍ତକାଳୀନ ପିତା, ଶାନ୍ତିର ରାଜା ଅଟନ୍ତି। ସେ ତାଙ୍କ ସହିତ ଆମେ ପରିଚିତ ହେଲେ ଜାଣିପାରିବା ଯେ ମୋର ଯୀଶୁ ନା ଶାନ୍ତିର ରାଜା। ଅଶାନ୍ତି ସମୟରେ ସେ ଶାନ୍ତି ଦେବେ, ଶାନ୍ତିରେ ମୋର ଦିନ କ୍ଷେପଣ ହବ, ଶାନ୍ତିରେ ମୋର ପରିବାର ଦିନ କ୍ଷେପଣ କରିବୁ, କାରଣ ସେ ଆମର ଶାନ୍ତିର ରାଜା ଅଟନ୍ତି। ସେ ଆମମାନଙ୍କର ଜିହୋବା ଜିରି ଅଟନ୍ତି, ସେ ଆମମାନଙ୍କର ଜିହୋବା ସଲାମ ଅଟନ୍ତି, ବା ସେ ଆମମାନଙ୍କର ଶାନ୍ତିର ରାଜା ଅଟନ୍ତି। ଯାତ୍ରା ପୁସ୍ତକ 15 ଅଧ୍ୟାୟର 26 ପଦରେ ଲେଖା ହେଇଛି, ଜିହୋବା ରାଫା, ସଦା ପ୍ରଭୁ ଆରୋଗ୍ୟକାରୀ। ଯେ ପରିଚିତ ହେଇଥିବେ ସେ ଜାଣିବେ ମୋ ପ୍ରଭୁ ଆରୋଗ୍ୟକାରୀ ଅଟନ୍ତି। ଖାଲି ଶାନ୍ତି ଦିଅନ୍ତି, ଖାଲି ଯୋଗାନ୍ତି ତାହା ନୁହଁ, ଆମମାନଙ୍କର ସମସ୍ତ ରୋଗ, ଆମମାନଙ୍କର ସମସ୍ତ ଆଘାତ, ସମସ୍ତ ବ୍ୟଥା, ସମସ୍ତ ପ୍ରକାର ଦୁଃଖକୁ ସେ ଆରୋଗ୍ୟ କରିବାର ଶକ୍ତି ତାଙ୍କ ପାଖରେ ଅଛି। ତାଙ୍କ ପାଖରେ ଏ ପ୍ରକାର ଆରୋଗ୍ୟ କରିବାର ଶକ୍ତି ଅଛି। ସେଥିପାଇଁ ଯାତ୍ରା ପୁସ୍ତକରେ ସଦା ପ୍ରଭୁ କହୁଛନ୍ତି ମୂଷାଙ୍କୁ, ଆମ୍ଭେ ତୁମ୍ଭର ଆରୋଗ୍ୟକାରୀ ପରମେଶ୍ୱର ଅଟୁ। ସାଧାରଣ ଈଶ୍ୱର ନୁହନ୍ତି, ସେ ଆରୋଗ୍ୟକାରୀ ପରମେଶ୍ୱର। ଗୋଟେ ଖ୍ରୀଷ୍ଟୀୟ ପରିବାର, ଗୋଟେ ଖ୍ରୀଷ୍ଟୀୟ ବ୍ୟକ୍ତି ଯେତେବେଳେ ଈଶ୍ୱରଙ୍କ ସହିତ ଦୈନନ୍ଦିନ ଜୀବନରେ ତାର ସହିତ ସେ ଘନିଷ୍ଠତା ରଖିବ, ପରିଚିତ ହବ, ସେ ହିଁ ଜାଣିପାରିବ ମାଇ ମାଷ୍ଟର ଇନ୍ ହିଲିଂ ମାଷ୍ଟର, ମୋ ପ୍ରଭୁ ଆରୋଗ୍ୟକାରୀ ଈଶ୍ୱର ଅଟନ୍ତି, ମୋ ପ୍ରଭୁ ଶାନ୍ତିଦାତା ଅଟନ୍ତି, ମୋ ପ୍ରଭୁ ଜିହୋବା ଜିରି ଅଟନ୍ତି। ସେ ଜାଣିଦବ ସେ ମୋ ପ୍ରଭୁ। ଏବଂ ଜିହିଜିକଲ 48 ଅଧ୍ୟାୟର 35 ପଦରେ ଲେଖାଯାଏ, ଜିହୋବା ସାଲାମା, ସଦା ପ୍ରଭୁ ସହବର୍ତ୍ତୀ ଅଟନ୍ତି। ଆମର ସବୁ ପରିସ୍ଥିତିରେ ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ଅଟନ୍ତି। ଗୀତ ସଂହିତା 23 ଅଧ୍ୟାୟର 4 ଲେଖାଯାଏ, ଜିହୋବା ସେକେନା, ସଦା ପ୍ରଭୁ ଆମ୍ଭମାନଙ୍କର ଧର୍ମ, ସଦା ପ୍ରଭୁ ଆମମାନଙ୍କର ବିଜୟ ଅଟନ୍ତି, ସଦା ପ୍ରଭୁ ଆମ୍ଭମାନଙ୍କର ଧର୍ମ। କଲୋସିୟ ପୁସ୍ତକ ଲେଖାଯାଏ, ସଦା ପ୍ରଭୁ ଆମମାନଙ୍କର ବିଜୟୀ ଅଟନ୍ତି। ସେ ଆମମାନଙ୍କର ଧ୍ୱଜା, ସେ ବିଜୟକାରୀ ପରମେଶ୍ୱର ଅଟନ୍ତି। ସେଥିପାଇଁ ଦାଉଦ କଣ କଲେ, ସଦାପ୍ରଭୁଙ୍କ ନାମରେ ମୁଁ ଆସିଛି। ଗଲିଆତକୁ କହୁଛନ୍ତି ସଦାପ୍ରଭୁଙ୍କ ନାମରେ, ମୋ ପାଖରେ କିଛି ଅସ୍ତ୍ର ନାହିଁ, ମୋ ପାଖରେ କୌଣସି ପ୍ରକାର ଅସ୍ତ୍ର ନାହିଁ, ମୁଁ ଖାଲି ବଡିରେ, ଖାଲି ଦେହରେ ଆସିଛି, ଖାଲି ଛାଟିରେ 5ଟା ପଥର ଧରିକି ଆସିଛି, ମୋ ପାଖରେ କିଛି ନାହିଁ, ମୁଁ ଖାଲି ଜଷ୍ଟ ମୋ ପାଖକୁ ଆସିଛି, କେବଳ ସଦାପ୍ରଭୁଙ୍କ ନାମରେ। ଦାଉଦ ଜାଣିଥିଲେ ମୋର ସଦାପ୍ରଭୁ ବିଜୟ ପରମେଶ୍ୱର ଅଟନ୍ତି। ସେ ଆମମାନଙ୍କୁ ବିଜୟ ଦେବାର ପରମେଶ୍ୱର, କେବେ ହେଲେ ପରାଜିତ କରିବେ ନାହିଁ, ସେ କେବେ ହେଲେ ଆମକୁ ପରାଜିତ କରିବେ ନାହିଁ। ଅନେକ ବାଇବଲରେ ଯେତେବେଳେ ଆମେ ଦେଖୁ, ପ୍ରଭୁଙ୍କ ନାମରେ ଯୋଉମାନେ ଯାଇଛନ୍ତି ବିଜୟ ପାଇଛନ୍ତି, ଯୀଶୁଙ୍କ ନାମରେ ସମସ୍ତ ରୋଗ ଆରୋଗ୍ୟ ପାଇଥିବା ବେଳେ ଦାଉଦ କଣ ହେଇଥିଲେ, ବିଜୟ ପାଇଥିଲେ। ଦାଉଦ ବିଜୟ ପାଇଥିଲେ। କହୁଛନ୍ତି ମୋ ପାଖରେ କିଛି ଅସ୍ତ୍ର ନାହିଁ, ମୁଁ ଗୋଟିଏ ଅସ୍ତ୍ର ନେଇକି ଆସିଛି, ସେ ହଉଛନ୍ତି ଆମର ବିଜୟ ପରମେଶ୍ୱର, ସେ ହଉଛନ୍ତି ଆମମାନଙ୍କୁ ବିଜୟ ଦେବାର ପରମେଶ୍ୱର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲରେ ଆଦି ଲେବି ପୁସ୍ତକରେ, ପିତର ପୁସ୍ତକ ଲେଖାଯାଏ, ସଦାପ୍ରଭୁ କହନ୍ତି ଆମ୍ଭେ ହଉଛୁ ତୁମ୍ଭମାନଙ୍କର ପବିତ୍ରକାରୀ ପରମେଶ୍ୱର। ସଦାପ୍ରଭୁ ଆମ୍ଭମାନଙ୍କର ୟେହୋବା makes is the holy, ପ୍ରଭୁ ପବିତ୍ର ପରମେଶ୍ୱର ଅଟନ୍ତି। କିଏ ଜାଣିବ ଏଟା, ଯିଏ କି ପ୍ରଭୁଙ୍କ ସହିତ ପରିଚିତ ଥିବ। ହାଲକାରେ ଆମେ ପ୍ରଭୁଙ୍କୁ ଜାଣିପାରିବା ନାହିଁ। ଯେମିତିକି ପ୍ରଥମରେ କହୁଥିଲି ମେଣ୍ଟାଲି ଭାବରେ ଆମେ କୌଣସି କ୍ଷେତ୍ରରେ ପ୍ରଭୁଙ୍କର ଗୁରୁତ୍ୱ ମହତ୍ୱକୁ ଜାଣିପାରିବା ନାହିଁ। ତାଙ୍କ ସହିତ ପରିଚିତ ହେବା ଦରକାର, ତାଙ୍କ ସହିତ ଭେଟଘାଟ ହେବାର ଅଛି, ତାଙ୍କ ସହିତ ଏର୍ଲି ମର୍ଣ୍ଣିଂ। ସେଥିପାଇଁ ମୁଁ ଏର୍ଲି ମର୍ଣ୍ଣିଂ ପ୍ରେୟର ଗ୍ରୁପ କଣ, ପ୍ରଭୁଙ୍କର ଦାସ ମାନେ ଗୋଟେ, ପ୍ରଭୁଙ୍କର ଦାସ ଦାସୀ ମାନେ ଗୋଟେ ସୁନ୍ଦର ନାଁଟା ଦେଇଛନ୍ତି, ମୋର ହାର୍ଟକୁ ସେଟା ଟଚ୍ କରିଦିଏ। ସତ କଥା କହୁଛି ମୁଁ, ଏର୍ଲି ମର୍ଣ୍ଣିଂ ପ୍ରେୟର ଗ୍ରୁପ, ମାନେ ଏର୍ଲି ମର୍ଣ୍ଣିଂ ପ୍ରଭୁଙ୍କ ସହିତ ଭେଟ ହବା କେତେ ସୁନ୍ଦର ବିଷୟ। ମୋ ଲାଇଫ ମାନେ ମତେ ବହୁତ ମାନେ ଏଇ ନାଁଟା ମତେ ବହୁତ ଖୁସି ଲାଗେ, ଆନନ୍ଦ ଲାଗେ ସତରେ। ଆଉ ମୁଁ ବି ମଧ୍ୟ ବ୍ଲେସିଂ, ମୁଁ ଏଠାରେ ଜଏନ୍ କରିବା ଠାରୁ ବହୁତ ବ୍ଲେସିଂ ମୁଁ ପାଇଛି, ବ୍ଲେସିଂ ବି ପାଉଛି, ଏବଂ ମୋର ବିଶ୍ୱାସ ଅଛି ବ୍ଲେସିଂ ବି ମୁଁ ପାଇବି ପ୍ରଭୁଙ୍କ ଠାରୁ। ଏର୍ଲି ମର୍ଣ୍ଣିଂ ପ୍ରଭୁଙ୍କର ଲୋକମାନେ ପ୍ରଭୁଙ୍କ ସହିତ ମାନେ ଭେଟ ଘାଟ ହଉଛନ୍ତି, ମିଶୁଛନ୍ତି,
ଦ୍ୱାରା ଈଶ୍ୱରଙ୍କ ସହିତ ଆମମାନେ ମିଶିବା ଦ୍ୱାରା ତାଙ୍କର ବାକ୍ୟରେ ପ୍ରାର୍ଥନାରେ ତାଙ୍କର ସେବା ଉପାସନାରେ ଲାଗି ରହିବା ଦ୍ୱାରା ଆମେ ଅଧିକ ପ୍ରଭୁଙ୍କ ବିଷୟରେ ଜାଣିପାରିବା। ତାଙ୍କର ନାଁ କଣ, ତାଙ୍କ ସେ କାର୍ଯ୍ୟ, ସେ କଣ କାର୍ଯ୍ୟ କରନ୍ତି, ତାଙ୍କର ସୀମା କେତେ, ତାଙ୍କର କଣ ଅଧିକାର ଅଛି, ତାଙ୍କର ଶକ୍ତି କେତେ, ସବୁ ବିଷୟ ଆମେ ଜାଣିପାରିବା। ଜଣଙ୍କ ବିଷୟକୁ ଯଦି ଆମେ ଜଣଙ୍କ ସହିତ ପରିଚିତ ହେଲେ ଆମେ ଜାଣିପାରିବା ସେ କି ପ୍ରକାର ବ୍ୟକ୍ତି ଅଟନ୍ତି, ତା ନାଁ କଣ, ତାର ଗାଁ କଣ, କୋଉଠି ରୁହନ୍ତି, ସେ କୋଉ ଜାଗାରେ ରୁହନ୍ତି, ତାର ମାନେ ଶକ୍ତି କେତେ, ସେ କୋଉ ପର୍ଯ୍ୟନ୍ତ କାର୍ଯ୍ୟ କରିପାରନ୍ତି, ସବୁ ବିଷୟକୁ ଆମେ ଜାଣିପାରିବା। ସେମିତି ଯେମିତିକି ଆମେ ଦେଖିଲୁ ଯେ ସଦାପ୍ରଭୁଙ୍କୁ ଆମେ ଜାଣିପାରିବା ସେ ଜିହୋଭା ଜିରି, ସେ ଶାନ୍ତିଦାତା, ସେ ଯୋଗେଇବା ଈଶ୍ୱର, ସେ ଶାନ୍ତି ଦେବା ଈଶ୍ୱର, ସେ ଆରୋଗ୍ୟକାରୀ ଈଶ୍ୱର, ସେ ଆମମାନଙ୍କର ସହବର୍ତ୍ତୀ ହେବା ଈଶ୍ୱର, ସେ ଆମ୍ଭମାନଙ୍କର ଧର୍ମ, ଆମ୍ଭମାନଙ୍କର ବିଜୟୀ ଏବଂ ଆମମାନଙ୍କର ପବିତ୍ରକାରୀ, ଆମ୍ଭମାନଙ୍କର ସହବର୍ତ୍ତୀ ଏବଂ ଆମମାନଙ୍କର ଆଉ ଜାଣିପାରେ ସେ ଆମ୍ଭମାନଙ୍କର ପରିତ୍ରାଣ କର୍ତ୍ତା, ସେ ଆମମାନଙ୍କର ଉଦ୍ଧାର କର୍ତ୍ତା, ସବୁ କଷ୍ଟରୁ, ସବୁ ଯନ୍ତ୍ରଣାରୁ, ସମସ୍ତ ପ୍ରକାର ବନ୍ଧନରୁ ସେ ମୁକ୍ତ କରିବାର ଶକ୍ତି ତାଙ୍କ ପାଖରେ ଅଛି। ଏଥିପାଇଁ ଶିଷ୍ୟମାନେ ଯେତେବେଳେ ଯୀଶୁଙ୍କୁ ଟେଷ୍ଟ କରିକି ଭଲରେ ଜାଣିଲେ ତାପରେ ଗୋଟିଏ କଥା କହୁଛନ୍ତି, ପ୍ରଭୁ ଆପଣଙ୍କ ପାଖରେ ତ ଅନନ୍ତ ଜୀବନ ଅଛି, ଆଉ କାହା ପାଖକୁ ଆମେ ଯିବୁ, ଆମେ ଆଉ କୋଉଠିକୁ ଯିବୁ ପ୍ରଭୁ, ଆପଣଙ୍କ ପାଖରେ ତ ଅନନ୍ତ ଜୀବନ ଅଛି, ଆପଣଙ୍କ ପାଖରେ ସେ ଶାନ୍ତି ଅଛି, ଆପଣଙ୍କ ପାଖରେ ସେ ଆରୋଗ୍ୟତା ଅଛି, ଆପଣଙ୍କ ପାଖରେ ସେ ଆଉ ଯୋଗେଇବାର ଶକ୍ତି ଅଛି, ଆପଣ ପ୍ରାନ୍ତରରେ ହେଉ, ଆପଣ କୌଣସି କ୍ଷେତ୍ରରେ ଜଙ୍ଗଲରେ ହେଉ ଆପଣ ଯୋଗେଇ ଦେଇ ପାରନ୍ତି। ଗୋଟେ ପରିବାରକୁ, ଗୋଟେ ବ୍ୟକ୍ତି ବିଶେଷକୁ କୌଣସି କ୍ଷେତ୍ରରେ ମଧ୍ୟ ପ୍ରଭୁ ଯୋଗେଇବାର ଶକ୍ତି ତାଙ୍କ ପାଖରେ ଅଛି। ଏଲିୟଙ୍କୁ ପ୍ରଭୁ କହିଲେ ତୁମେ ଯାଅ, ସାରିପଦ ବିଧବା ଘରକୁ ଯାଅ, ଦୁର୍ଭିକ୍ଷ ପଡିଛି। ଦୁର୍ଭିକ୍ଷ ଟାଇମରେ ପ୍ରଭୁ ଏଲିୟଙ୍କୁ ପ୍ରଭୁ ଖାଦ୍ୟ ଯୋଗେଇ ଦେଲେ। କାଉ ଦ୍ୱାରା ମାଂସ ରୁଟି ଯୋଗେଇବାର ପରମେଶ୍ୱର ସେ ଜିହୋଭା ଜିରି, ତାଙ୍କର ଅଦ୍ଭୁତ ବ୍ୟବହାର, ତାଙ୍କର କାର୍ଯ୍ୟ, ତାଙ୍କର ସମସ୍ତ ବିଷୟ ବାଇବେଲକୁ ଯେତେବେଳେ ମାନେ ଧ୍ୟାନ କରୁ, ଈଶ୍ୱର ଗୋଟେ ଅଦ୍ଭୁତ ଈଶ୍ୱର, ଗୋଟେ ମହାନ ଈଶ୍ୱର, ମାନେ ଯେଉଁମାନେ ତାଙ୍କ ସହିତ ପରିଚିତ ହୁଅନ୍ତି ନା ସେ ଅଦ୍ଭୁତ ଅଜ୍ଞାତ ସବୁ ବିଷୟ। ସେଥିପାଇଁ ଜିରିମିୟ ପୁସ୍ତକରେ ହିଁ ଲେଖା ହେଇଛି ନା, ତୁମେ ଆମ୍ଭ ନିକଟରେ ପ୍ରାର୍ଥନା କର, ଆମ୍ଭେ ତୁମକୁ ଉତ୍ତର ଦେବା, ଆଉ ତୁମ୍ଭର ଅଜ୍ଞାତ ମହତ ଦୁଷ୍କର ବିଷୟ ମାନେ ତୁମକୁ ଆମେ ଦେଖାଇବା। ପ୍ରଭୁ କହୁଛନ୍ତି ଯାହାକି ତୁମର ଅଜ୍ଞାତରେ ଅଛି, ତୁମେ କେବେ ଦେଖିନାହ, ଜାଣିନାହ, କେବେ ଶୁଣିନାହ, এই ପ୍ରକାର ଜିନିଷ, এই ପ୍ରକାର ବିଷୟ ଆମେ ତୁମ ପରିବାର ମଧ୍ୟରେ କରିବୁ, এই ପ୍ରକାର ଆଶ୍ଚର୍ଯ୍ୟ କାର୍ଯ୍ୟ ଆମେ ତୁମର ପିଲାମାନଙ୍କ ମଧ୍ୟରେ କରିବୁ, ତୁମର ଘରେ କରିବୁ, ତୁମର ମଣ୍ଡଳୀରେ କରିବୁ, ତୁମର ପରିବାରରେ କରିବୁ। ଏକ ଅଦ୍ଭୁତ ଅଜ୍ଞାତ ବିଷୟ ସବୁ ଆମମାନଙ୍କ ଜୀବନରେ ପ୍ରଭୁ କରିବା ପାଇଁ ଚାହାନ୍ତି। ତେଣୁ କରିକି ଆମେ ତାଙ୍କ ସହିତ ଦୈନନ୍ଦିନ ଜୀବନରେ ପରିଚିତ ହେବା ଦରକାର। ଆମେ କାହା ସହିତ ଓ କେଉଁ ବିଷୟ ପ୍ରତି ଆଜି ଅଧିକ ଆଟାଚମେଣ୍ଟ, ଅଧିକ ପରିଚିତ ହଉଛୁ, ଆମେ ନିଜେ ନିଜକୁ ଚିନ୍ତା କରିବା ଦରକାର ଯେ ମୁଁ କୋଉ ବିଷୟ ସହିତ ବେଶୀ ପରିଚିତ ହଉଛି। ବୈଜ୍ଞାନିକ ମାନେ ଗୋଟେ ଗୋଟେ ବିଷୟକୁ ବୈଜ୍ଞାନିକ ଭାବରେ ସେମାନଙ୍କର ଜ୍ଞାନରେ ସେମାନେ ସେଟାକୁ ସର୍ଚ୍ଚ କରନ୍ତି, ରିସର୍ଚ୍ଚ କରନ୍ତି ଏବଂ ସେଟାକୁ ଉଦ୍ଭାବନ କରନ୍ତି। ସେମାନେ ଗୋଟେ ଗୋଟେ ସାଇଣ୍ଟିଷ୍ଟ, ସେମାନେ ଗୋଟେ ଗୋଟେ ବୈଜ୍ଞାନିକ, ଯଦ୍ୱାରା ସେମାନଙ୍କୁ ଅମକ ବୈଜ୍ଞାନିକ ଏମାନେ ଆଉ ବିଭିନ୍ନ ଡିପାର୍ଟମେଣ୍ଟର ବୈଜ୍ଞାନିକ ମାନେ ଅଛନ୍ତି, ସେମାନେ ସେ ସବୁକୁ ତଦାରଖ କରନ୍ତି, ସବୁକୁ ଟେଷ୍ଟ କରନ୍ତି, ତାପରେ ସେଟାକୁ ଉଦ୍ଭାବନ କରନ୍ତି। ଯେକୌଣସି ଜିନିଷ ହଉ, ଯଦି ଆମେ ଆଗରୁ ଯୋଉ ବୈଜ୍ଞାନିକ ମାନେ ଥିଲେ ଯୋଉମାନେ କି ବଲ୍ବ ବାହାର କରିଛନ୍ତି, ମୋଟର ସାଇକେଲ ବାହାର କରିଛନ୍ତି, ଆଉ କଣ କ୍ଷେତ୍ର, ଆଜି ମଧ୍ୟ ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ସ୍ପେସ କୁ ପଳେଇ ଯାଉଛନ୍ତି, କୋଉ ସ୍ପେସ ରେ ଦିନ ରହି ଯାଉଛନ୍ତି, ସବୁ ସ୍ପେସ ର ସବୁ ବିଷୟକୁ ତଦାରଖ କରୁଛନ୍ତି, ଜାଣି ପାରୁଛନ୍ତି। ସମସ୍ତେ ଗୋଟେ ଗୋଟେ ସ୍ପେଶାଲିଷ୍ଟ ଥାନ୍ତି। ଡକ୍ଟର ମାନଙ୍କୁ ମଧ୍ୟ ଆମେ ଦେଖୁ, ଡକ୍ଟର ମାନେ ଗୋଟେ ଗୋଟେ ସ୍ପେଶାଲିଷ୍ଟ ଥିବେ, ଗାଇନିକ ସ୍ପେଶାଲିଷ୍ଟ ଥିବେ, ଅର୍ଥୋପେଡିକ ଥିବେ, ବିଭିନ୍ନ ପ୍ରକାରର ମେଡିସିନ ସ୍ପେଶାଲିଷ୍ଟ ଥିବେ, ବିଭିନ୍ନ ପ୍ରକାରର ହାର୍ଟ ମାନେ ଡକ୍ଟର ଥିବେ, ଭିପି ପାଇଁ ଗୋଟେ ଅଲଗା ଅଲଗା ଡିପାର୍ଟମେଣ୍ଟର ସ୍ପେଶାଲିଷ୍ଟ, କାହିଁକି ନା ସେମାନେ ସ୍ପେସିଫିକ ସେଇ ବିଷୟରେ ଗବେଷଣା କରିଥିବେ, ସ୍ପେସିଫିକ ସେଇ ବିଷୟରେ ସେମାନେ ପାଠ ପଢିଥିବେ ଯେ ମୁଁ ଖାଲି ଅସ୍ଥିଶୈଳ ବିଭାଗର ଡକ୍ଟର ଅଟେ, ମୁଁ ଖାଲି ଶିରା ପ୍ରଶିରାର ଡକ୍ଟର ଅଟେ, ମୁଁ ଖାଲି ଆଉ ଜ୍ୱର ଥଣ୍ଡାର ଡକ୍ଟର ଅଟେ, ମୁଁ ଖାଲି ଗୋଟେ ହାର୍ଟର ଡକ୍ଟର ଅଟେ, ମୁଁ ଗାଇନିକ ଡକ୍ଟର। କାହିଁକି ସେମାନେ ସେଇଥିପାଇଁ ପାଠ ପଢିଥାନ୍ତି। ଆଜି ଆମେ କାହା ସହିତ ପରିଚିତ ହଉଛୁ, କୋଉ ବିଷୟ ସହିତ ଅଧିକ ଆମେ ପରିଚିତ ଅଟୁ,
ଆମମାନଙ୍କୁ ମଧ୍ୟ ଗୋଟେ ଗୋଟେ ପ୍ରଭୁ ସ୍ପେଶାଲିଷ୍ଟ କରିବା ପାଇଁ ଚାହାନ୍ତି। କାହା ସହିତ? ପ୍ରଭୁଙ୍କ ସହିତ ପରିଚିତ ହେଲେ ଆମେ ଜାଣିପାରିବା, ଛାତିରେ ହାତ ମାରିକି ଆମେ କହିପାରିବା ମୋ ପ୍ରଭୁ ଜିହୋଭା ଜିରେ ଅଟନ୍ତି। ମୁଁ ଭଲରେ ଜାଣିଛି ତାଙ୍କୁ। ଦାନିଏଲ ପଳେଇଲେ ତାଙ୍କ ପାଖକୁ ପ୍ରାର୍ଥନା କରିବା ପାଇଁ। ଯେତେବେଳେ ଇଲିଶାଙ୍କ ସମୟରେ ଗୋଟେ ପିଲା ମରିଗଲା, ସୁନେମିଆଙ୍କ ପୁଅ, କାନ୍ଦି କାନ୍ଦିକି ଧରିଛନ୍ତି ସୁନେମିଆ। ଏଲିଶାୟ ତାଙ୍କ ଘରକୁ ଆସିଲା। ଯେତେବେଳେ ଇଲିଶାୟ ଆଉ କଣ କଲେ, ସେ ପିଲାଙ୍କୁ ନେଇକି, ଇଲିଶାୟ ପିଲାଙ୍କୁ ନେଇକି କଣ କଲେ, ନିଜର କୋଠରୀକୁ ପଳେଇଲେ, ଉପର କୋଠରୀକୁ। ସେ ଜାଣିଲେ ଉପର କୋଠରୀରେ ଯୋଉ ପ୍ରାର୍ଥନା କୋଠରୀ ମୁଁ କରିଛି, ସେଠି ପ୍ରଭୁଙ୍କ ସହିତ ମୋର ପରିଚିତ, ପ୍ରଭୁଙ୍କ ସହିତ ମୋର କଥାବାର୍ତ୍ତା। ଗୋଟେ ମୃତ ପୁତ୍ରଙ୍କୁ ନେଇକି ଉପର କୋଠରୀକୁ ଚାଲିଗଲେ, ପ୍ରଭୁଙ୍କ ସହିତ ମୋର ପରିଚିତ ଅଛି, ମୁଁ ସେଇ କୋଠରୀରେ ଡାକିଲେ ପ୍ରଭୁ ଶୁଣିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ପ୍ରଭୁଙ୍କ ସହିତ ପରିଚିତ ଅଧିକ ହଉଛି ନା କାହା ବିଷୟରେ ଏବଂ କୋଉ ଜିନିଷ ପ୍ରତି ମୁଁ ଅଧିକ ପରିଚିତ ହଉଛି, କୋଉ ବିଷୟ ସହିତ ମୁଁ ବହୁତ ଆଟାଚମେଣ୍ଟ ହଉଛି, ମୁଁ କୋଉ ବିଷୟ ସହିତ ଅଧିକ ପରିଚିତ ହେବା ପାଇଁ ହେଲେ ଅଧିକ ଷ୍ଟଡି କରିବାର ଅଛି ପ୍ରଭୁଙ୍କର ବାକ୍ୟକୁ, ପ୍ରଭୁଙ୍କ ବିଷୟକୁ ଜାଣିବା ଦରକାର। ଈଶ୍ୱର ମଙ୍ଗଳମୟ ଅଟନ୍ତି, ଈଶ୍ୱର ଦୟାଳୁ ଅଟନ୍ତି, ଈଶ୍ୱର ସର୍ବଶକ୍ତିମାନ ଅଟନ୍ତି। ଈଶ୍ୱର, ଆମେ ଯେମିତି ଦେଖିଲୁ ଈଶ୍ୱରଙ୍କର ନାମ, ଈଶ୍ୱରଙ୍କର ଗୁଣ, ଈଶ୍ୱରଙ୍କର କାର୍ଯ୍ୟ, ତାକୁ ଷ୍ଟଡି କରିବା ଦରକାର। ତାହେଲେ ଆମେ ଜାଣିପାରିବା ମୋର ପ୍ରଭୁ ମହାନ ଈଶ୍ୱର। ସେଥିପାଇଁ ଆଉ ଯଦି ଆମେ ତାଙ୍କ ସହିତ ପରିଚିତ ହେବା ନା, ତାଙ୍କ ସହିତ ପରିଚିତ ହେଲେ ଆଉ କଣ ହେବା, ମଙ୍ଗଳ ଆମ୍ଭ ନିକଟରେ ଉପସ୍ଥିତ ହବ। ସେଥିପାଇଁ ଈଶ୍ୱରଙ୍କର ମଙ୍ଗଳ ବିଷୟକୁ ଆମେ ଆମମାନଙ୍କ ପରିବାରରେ ଦେଖିପାରିବା। ଏବଂ ସେଇ ଆୟୋବ ପୁସ୍ତକ ସେଇ 22 ଅଧ୍ୟାୟର 23 ପଦକୁ ଦେଖନ୍ତୁ। 23 ପଦରେ କଣ ଲେଖା ହେଇଛି? ଆୟୋବ 22 ଅଧ୍ୟାୟର 23 ପଦ ଟିକେ ପଢି ଦିଅନ୍ତୁ, ଯଦି ଆୟୋବ ଖୋଲିକି ରଖିଛନ୍ତି। ସେଇ 22 ଅଧ୍ୟାୟର 23 ପଦ। ଯେବେ ତୁମ୍ଭେ ସର୍ବଶକ୍ତି ମାନଙ୍କ ପ୍ରତି ଫେରିବ, ଯେବେ ଆପଣା ତମ୍ବୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ କରାଯିବ। ଧର୍ମ ପ୍ରଥମରେ ପରିଚିତ ହବ, ମଙ୍ଗଳ ତୁମ ନିକଟକୁ ଆସିବ। ଅଧର୍ମ ତୁମର ତମ୍ବୁରୁ ଦୂର କରିବ, ତାହେଲେ ତୁମ୍ଭେ ଦୃଢ କରାଯିବ। ଦୃଢତା କେତେବେଳେ ଆସିବ? ଅଧର୍ମ ଆମ ତମ୍ବୁରୁ ଦୂର ହେବା ଦରକାର। ଅଧର୍ମ ତୁମ୍ଭ ତମ୍ବୁରୁ ଦୂର କର, ଲେଖା ହେଇଛି ଯେବେ ତୁମ୍ଭେ ସର୍ବଶକ୍ତିମାନଙ୍କ ପ୍ରତି ଫେରିବ, ଯେବେ ଆପଣା ତମ୍ବୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ କରାଯିବ। ଅଧର୍ମ, ତମ୍ବୁରୁ ଅଧର୍ମ ଦୂର କରିବା। ଇସ୍ରାଏଲ ଲୋକମାନେ ତମ୍ବୁରେ ବାସ କରୁଥିଲେ। ଯେତେବେଳେ ସେମାନେ ଯେତେବେଳେ ଯାତ୍ରା ଆରମ୍ଭ କଲେ, ଟେଣ୍ଟ ବାନ୍ଧିକି ରହୁଥିଲେ, ତମ୍ବୁ ମଧ୍ୟରେ ଜୀବନ କାଟୁଥିଲେ ସେମାନେ। ତ ସେମାନେ ସେ ତମ୍ବୁ ଭିତରେ ଅନେକ ପ୍ରକାରର ସମସ୍ୟା ସେମାନଙ୍କ ପାଖକୁ ଆସିଲା। ଯାତ୍ରା ପୁସ୍ତକ ଯେତେବେଳେ ଗଣନା ପୁସ୍ତକ 5 ଅଧ୍ୟାୟ 1ରୁ 4 ପଦରେ ଲେଖାଯାଏ, ପ୍ରଭୁ କହିଲେ, ଆମ୍ଭେ ଯୋଉ ତୁମ୍ଭର ତମ୍ବୁରେ ବାସ କରୁ, ସେ ସ୍ଥାନରେ କୌଣସି ଅଶୁଚି ପଦାର୍ଥ ରଖିବ ନାହିଁ, କୌଣସି କୁଷ୍ଠି ରୋଗୀ ରହିବ ନାହିଁ, କୌଣସି କୁଷ୍ଠ ରୋଗରେ ଆକ୍ରାନ୍ତ କୌଣସି ଜୀବଜନ୍ତୁ ରହିବ ନାହିଁ। ଅଶୁଚି ପଦାର୍ଥ ସେ ତମ୍ବୁ ମଧ୍ୟରୁ ତୁମେ ବାହାର କର, କାରଣ ଆମ୍ଭେ ଯେଉଁ ସ୍ଥାନରେ ଅଛୁ ସେ ତମ୍ବୁ ପବିତ୍ର ଅଟେ। ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି, ଆମ୍ଭେ ଯୋଉ ତମ୍ବୁରେ ବାସ କରୁ, ସେ ତମ୍ବୁରୁ ତୁମକୁ ଅଧର୍ମ ଦୂର କରିବାର ଅଛି। ତାହେଲେ ଯାଇକି ଆମେ ବାସ କରିପାରିବୁ। ତାହେଲେ ଯାଇକି ଗଣନାରେ ପ୍ରଭୁ କହୁଛନ୍ତି, ଆମ୍ଭେ ଯୋଉ ତମ୍ବୁରେ ବାସ କରୁଛୁ, ସେ ତମ୍ବୁକୁ ତୁମେ କଣ କରିବ? ପବିତ୍ର କରିକି ରଖିବ। ସେଠି ଅନେକ ବିଷୟ ସବୁ ଲେଖା ହେଇଛି ଯେ ସେ ତମ୍ବୁରେ, ଆଉ ଯୋଉ ତମ୍ବୁରେ ଆମେ ବାସ କରୁଛୁ, ସେଠି ସୁନ୍ଦର ସୁନ୍ଦର ବିଷୟ ସବୁ ଲେଖା ହେଇଛି। ଯେ 5 ଅଧ୍ୟାୟର ଆଉ 1 ପଦ ଠାରୁ 4 ପଦ ପର୍ଯ୍ୟନ୍ତ ଯେତେବେଳେ ପଢିବେ ଆପଣ, ସେଟା ଗୋଟେ ସୁନ୍ଦର ସୁନ୍ଦର ବିଷୟ ସବୁ ଆଉ ଲେଖା ହେଇଛି। ଯେ ପ୍ରଭୁ କି ପ୍ରକାର ଲୋକମାନଙ୍କର ସଙ୍ଗରେ ରହିବେ ଓ ପ୍ରଭୁ କିପରି, ଲେଖାଯାଏ, ତୁମ୍ଭେ ମାନେ ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କୁ ବାହାର କରିବ, ତୁମ୍ଭେ ମାନେ ଛାଉଣିର ବାହାରେ ସେମାନଙ୍କୁ ରଖିବ, ସେମାନଙ୍କର ଯେଉଁ ଛାଉଣି ମଧ୍ୟରେ ଆମେ ବାସ କରୁ, ତାହା ସେମାନେ ଅଶୁଚି ନ କରନ୍ତୁ। କହୁଛନ୍ତି ସଦାପ୍ରଭୁ ଯେ ତୁମ୍ଭେ ମାନେ
କଣ କରିବ? ପ୍ରତ୍ୟେକ କୁଷ୍ଠିକି, ପ୍ରତ୍ୟେକ ପ୍ରମେହିକି ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକି ଛାଉଣିରୁ ବାହାର କରିବା ପାଇଁ ତୁମେ ଇସ୍ରାଏଲ ସନ୍ତାନ ଗଣକୁ ଆଜ୍ଞା ଦେବ, କାରଣ ଯେଉଁ ଛାଉଣିରେ ଆମ୍ଭେ ବାସ କରୁ ସେ ସ୍ଥାନ ଆମ୍ଭେ ପବିତ୍ର ପରମେଶ୍ୱର, ସେ ସ୍ଥାନରେ ତୁମେ ଅଶୁଚି କରିପାରିବ ନାହିଁ। ଯେତେବେଳେ ଆମେ ଭଲରେ ବାଇବଲକୁ ଷ୍ଟଡି କରିବା ଜାଣିପାରିବା, ଛାଉଣି ମଧ୍ୟରୁ, ତମ୍ବୁ ମଧ୍ୟରୁ ପ୍ରଭୁ କହୁଛନ୍ତି ଅଧର୍ମକୁ ତୁମକୁ ଦୂର କରିବାର ଅଛି। ଅଧର୍ମରେ ଅଶୁଚି ବିଷୟକୁ ରଖ ନାହିଁ। କୌଣସି କୁଷ୍ଠ ରୋଗ ଜନିତ କୌଣସି ବିଭିନ୍ନ ପ୍ରକାର ପୁରାତନ ନିୟମରେ ବିଭିନ୍ନ ପ୍ରକାର ନିୟମ ଥିଲା। ପ୍ରଭୁ କହୁଛନ୍ତି ସେ ନିୟମ ଅନୁସାରେ ସେ କହୁଛନ୍ତି ଅଶୁଚି ବିଷୟକୁ ତୁମେ ସ୍ପର୍ଶ କରିବା ଲୋକ ହଉ କିମ୍ବା ଅଶୁଚିରେ ଆକ୍ରାନ୍ତ ହେଇଥିବା ଲୋକ ହଉ, କୌଣସି ବିଷୟ ତମ୍ବୁ ମଧ୍ୟରେ ରହିବ ନାହିଁ, ତୁମେ ବାହାର କରିଦିଅ ସେ ସ୍ଥାନକୁ। ପ୍ରଭୁ କହୁଛନ୍ତି ଯେ ଆମ୍ଭେ ସଦାପ୍ରଭୁ ଛାଉଣି ମଧ୍ୟରେ ଆମ୍ଭେ ଯେ ବାସ କରୁ ତାହା ସେମାନେ ଅଶୁଚି ନ କରନ୍ତୁ। ଅଧର୍ମ ଯଦି ଆମେ ରଖିବା, ଅଧର୍ମ ରଖିଲେ ପ୍ରଭୁ ବାସ କରିପାରିବେ ନାହିଁ ତମ୍ବୁ ମଧ୍ୟରେ। ଆମମାନେ ଗୋଟେ ଯେତେବେଳେ ତମ୍ବୁରେ ପ୍ରଭୁ ସାକ୍ଷାତ କରୁଥିଲେ, ତମ୍ବୁରେ ବାସ କରୁଥିଲେ, ଏବଂ କାଳକ୍ରମେ ଯେତେବେଳେ ପୁରାତନ ନିୟମ ଗଲା ପରେ ନୂତନ ନିୟମ ଯୀଶୁ ଆସିଲା ପରେ କହୁଛନ୍ତି ମୁଁ ହଉଛି ତୁମେ ମାନେ ହଉଛ ଈଶ୍ୱରଙ୍କର ମନ୍ଦିର, ମୁଁ ତୁମମାନଙ୍କର ଅନ୍ତରରେ, ତୁମମାନଙ୍କର ଶରୀରରେ ମୁଁ ବାସ କରେ। ମୋର ଏଇ ତମ୍ବୁ ରୂପୀ ମନ୍ଦିରରେ, ମୋର ଏଇ ମନ୍ଦିରରେ ମୁଁ କି ପ୍ରକାର ଭାବରେ ଜିନିଷକୁ ରଖୁଛି। କୋଉ ଜିନିଷ ରଖୁଛି? ଆଜି ଗୀତ ସଂହିତା 66:18 ପଦରେ ଲେଖା ହେଇଛି, କେତେବେଳେ ଘରେ ପଢିବେ, ଯଦି ମୁଁ ଅଧର୍ମକୁ ଆଦର କରିବି ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ, ପ୍ରଭୁ ମୋ ପ୍ରାର୍ଥନା ଶୁଣିବେ ନାହିଁ। ଅଧର୍ମକୁ ଦୂର କରିବାର ଅଛି। ଯଦି ମୁଁ ଅଧର୍ମକୁ ଆଦର କରିବି, ଅଧର୍ମ ବିଷୟ, ଅପବିତ୍ର ବିଷୟ ଯଦି ମୋର ଛାଉଣି ଭିତରେ ରଖିବି, ମୋର ଅନ୍ତର ଭିତରେ ରଖିବି, ପ୍ରଭୁ କଣ କରିବେ ନାହିଁ? ପ୍ରାର୍ଥନା ଶୁଣିବେ ନାହିଁ। କାରଣ ସାମୁଏଲରେ ସାଉଲଙ୍କୁ ପ୍ରଭୁ ଏଇଥିପାଇଁ ପରିତ୍ୟାଗ କଲେ। ସାଉଲଙ୍କୁ କୁହାଗଲା ତୁମେ ସମସ୍ତ ସେଇ ଅମାଲେକ ଲୋକମାନଙ୍କୁ, ଫିଲିଷ୍ଟିୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ, ତାଙ୍କର ପଶୁ ପକ୍ଷୀ ସବୁକୁ ବର୍ଜିତ ରୂପେ ବିନାଶ କରିବ। ସାଉଲ କଣ କରୁଛନ୍ତି? ହୃଷ୍ଟ ପୃଷ୍ଟ ପଶୁ ପକ୍ଷୀ ମାନଙ୍କୁ ଆଣିକି ଘରେ ବାନ୍ଧିକି ରଖିଛନ୍ତି। ସାମୁଏଲଙ୍କ ପାଖରେ ଆସିକି ସଦାପ୍ରଭୁ କହିଲେ ଆମେ ଯାହା କହିଲୁ ସାଉଲ ପାଳନ କରିନାହାନ୍ତି, ଆମେ ତାଙ୍କୁ ରାଜ୍ୟ ପଦରୁ, ରାଜା ପଦରୁ ଚ୍ୟୁତ କରିଛୁ। ଯେତେବେଳେ ସାଉଲଙ୍କ ପାଖକୁ ସାମୁଏଲ ଗଲେ, ସାଉଲ ଭାଇ ସବୁ ଠିକ ଭାବରେ କରିଦେଇଛ? ହଁ ସାମୁଏଲ ଭାଇ ମୁଁ ସବୁ କରିଦେଇଛି। ସାମୁଏଲ କହିଲେ କାହିଁକି ମିଛ କହୁଛନ୍ତି? ସେ ଯୋଉ ଘରୁ ଯୋଉ ଆପଣଙ୍କ ତମ୍ବୁରୁ ଯୋଉ ଆବାଜ ଆସୁଛି, ପଶୁ ମାନଙ୍କର ବୋବାଳି ଶୁଭା ଯାଉଛି, ତାହା କଣ? ହୃଷ୍ଟ ପୁଷ୍ଟ ଜିନିଷକୁ ଦେଖିକି ସେ କଣ କଲେ? ଲୋଭ କରିକି ଆଣିକି ଘରେ ରଖିଲେ, ଯୋଉ ଦ୍ଵାରା ପ୍ରଭୁ ତାଙ୍କୁ ପରିତ୍ୟାଗ କରିଦେଲେ। ଆଖନ ଯେତେବେଳେ ବିଚାର କର୍ତ୍ତା ପୁସ୍ତକରେ ଯେତେବେଳେ ଦେଖିବେ, ଜିହୋସିଓ ପୁସ୍ତକରେ ଦେଖିବେ, ଆଖନ ଜିହୋସିଓ ପୁସ୍ତକରେ ଆଖନ କିଛି ଜିନିଷକୁ ଆଣିକି ପୋତି ରଖିଲେ, ଯଦ୍ୱାରା ଇସ୍ରାଏଲ ଲୋକମାନେ କଣ ହେଲେ? ପରାଜିତ ଅବସ୍ଥାକୁ ପଳେଇ ଆସିଲେ। ଜଣଙ୍କ ପାଇଁ ଯେତେବେଳେ ଗୁଳି ବାଣ୍ଟ କରାଗଲା, ଆଖନଙ୍କ ପରିବାର ନିର୍ଗତ ହେଲା, ଆଖନ ନିର୍ଣ୍ଣତ ହେଲେ। ଆଖନକୁ ଜିହୋସିଓ ପଚାରୁଛନ୍ତି ଆମ୍ଭର ପୁତ୍ର କାହିଁକି ଆମକୁ ମିଛ କହିଲ? କୋଉ ସ୍ଥାନ ରଖିଛ? ସେ କହିଲେ ଆମ୍ଭର ତମ୍ବୁ ଭିତରେ, ସେ ତମ୍ବୁ ଭିତରେ କିଛି ମୁଦ୍ରା, କିଛି ପୋଷାକକୁ ସେ ଲୁଚେଇକି ରଖିଥିଲେ। ଟୋଟାଲ ଜଣଙ୍କ ପାଇଁ ଟୋଟାଲ ଇସ୍ରାଏଲ ସମାଜ ପରାଜିତ ଅବସ୍ଥାକୁ ଚାଲିଗଲେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଅଧର୍ମକୁ ଯେତେ ଆଦର କରିବା ନା ସେତେ ପରାଜିତ ଅବସ୍ଥାକୁ ଚାଲିଯିବା। ଅଧର୍ମକୁ ଯେତେବେଳେ ଯେତେ ଗୁରୁତ୍ୱ ଦେବା, ଅପବିତ୍ରତାକୁ ଯେତେବେଳେ ତମ୍ବୁ ଭିତରେ ଲୁଚେଇକି ରଖିବା, ପ୍ରଭୁ ସେ ସ୍ଥାନରେ ବାସ କରିବେ ନାହିଁ। ପ୍ରଭୁ ଇଜି ଫିଲ୍ କରିବେ ନାହିଁ। ଆମମାନଙ୍କୁ ଅଧର୍ମ ଦୂର କରିବାର ଅଛି, ତାହେଲେ ବିଜୟ ଆସିବ। ଗଣନା 11:1-11 ପଦ ଲେଖା ହେଇଛି, ଯେତେବେଳେ ହାରୁଣ ଏବଂ ମରିୟମ ମୋସାଙ୍କୁ କଣ କଲେ? ବିରୋଧ କଲେ। ମୋସାଙ୍କୁ ବିରୋଧ କରୁଛନ୍ତି। ଆମର ଅଧର୍ମକୁ, ଅପବିତ୍ରତାକୁ ଦୂର କରିବାର ଅଛି ଛାଉଣିରୁ, ଏବଂ ଅକୃତଜ୍ଞକୁ ଦୂର କରିବାର ଅଛି। ସେମାନେ ଇସ୍ରାଏଲ ଲୋକମାନେ କଣ କରୁଛନ୍ତି? ଅକୃତଜ୍ଞ ହଉଛନ୍ତି। ମୋସାଙ୍କ ବିରୁଦ୍ଧରେ କହୁଛନ୍ତି ଆମେ ବହୁତ ବଢିଆ ବଢିଆ ଜିନିଷ ଖାଉଥିଲୁ,
ମିଶ୍ରରେ ଥିଲା ବେଳକୁ ମିଶ୍ରିତ ଲୋକ ଜନସମାଜ ସହିତ ମିଶିକି ସେମାନେ ମୂଷାଙ୍କ ବିରୁଦ୍ଧରେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧରେ କହୁଛନ୍ତି ଆମେ ଭଲ ଖାଉଥିଲୁ, ଭଲ ପିଉଥିଲୁ, ଭଲ ରହୁଥିଲୁ, ତୁମେ ଆମକୁ ଏଠି ମାରିବା ପାଇଁ ଆଣିଛ। ଅକୃତଜ୍ଞକୁ ଦୂର କରିବାର ଅଛି ଆମମାନଙ୍କର ଛାଉଣି ମଧ୍ୟରୁ। ଯେତେବେଳେ ସେମାନେ କଣ କଲେ, ଯେତେବେଳେ ପ୍ରଭୁଙ୍କୁ ପରୀକ୍ଷା କଲେ, ପ୍ରଭୁ ସେମାନଙ୍କୁ ଏ ପ୍ରକାର ଦଣ୍ଡ ଦେଲେ, ସେଠି ଯେତେବେଳେ ପଡିବେ ଆଉ ବହୁତ ସମସ୍ୟା ହେଲା ସେମାନଙ୍କୁ ପ୍ରଭୁ କଣ କଲେ, ପ୍ରଭୁ ସେମାନଙ୍କ ସହିତ ବିରୋଧ କଲେ। ଆଜି ମଧ୍ୟ ଯଦି ଆମେ ସବୁ ବିଷୟ ପାଇକି ମଧ୍ୟ ଯଦି ଅକୃତଜ୍ଞ ମନରେ ଅଛୁ, ପ୍ରଭୁଙ୍କୁ ଧନ୍ୟବାଦ ଦଉନୁ, ଅକୃତଜ୍ଞ, ସବୁବେଳେ ଅକୃତଜ୍ଞ, ପ୍ରଭୁ କଣ କରନ୍ତି, ଦୁଃଖିତ ହୁଅନ୍ତି। ସେଥିପାଇଁ ଆମମାନଙ୍କର ଛାଉଣିରେ, ଆମମାନଙ୍କର ତମ୍ବୁରେ ସେ ଅକୃତଜ୍ଞ ଅଶୁଚିଟାକୁ ଦୂର କରିବାର ଅଛି, ଅକୃତଜ୍ଞ ଜିନିଷକୁ ଦୂର କରିବାର ଅଛି। ବାଇବଲରେ ରୋମୀ ପୁସ୍ତକ ଲେଖା ହେଇଛି, ସେମାନେ ପରିତ୍ରାଣକୁ ପାଇକି ମଧ୍ୟ ଶ୍ରଦ୍ଧା ଭାବ ନାହିଁ, କେବେ ଗିର୍ଜା ଉପାସନା ନାହିଁ, ପ୍ରାର୍ଥନା ନାହିଁ, କିଛି ନାହିଁ, ସେମିତି ଜୀବନ କାଟୁଥିବେ। କାହିଁକି ନା ମେଣ୍ଟାଲି ପ୍ରଭୁଙ୍କୁ ଜାଣିଥିବେ। ସେମାନେ ହୃଦୟ ସହକାରେ ଯେତେବେଳେ ଯେ ଜାଣନ୍ତି ନା, ସେମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ଭୁଲିବେ ନାହିଁ। ଅନେକ ଲୋକଙ୍କର ଜୀବନରେ ଦେଖୁ ସବୁବେଳେ କମ୍ପ୍ଲେନ ଥିବ, ସବୁବେଳେ କମ୍ପ୍ଲେନ ଥିବ, ମୋର ଏମିତି ହେଲା, ମୋର ସେମିତି ହେଲା, ଅମୁକ ସମୁକ ଢମୁକ, ବହୁତ ବିଷୟ କହିବେ ସେମାନେ, କୃତଜ୍ଞ ନାହିଁ। ସେଥିପାଇଁ ଦାଉଦ କହନ୍ତି, ହେରେ ମନ ସଦାପ୍ରଭୁ ଧନ୍ୟବାଦ କର, ତାଙ୍କର ମଙ୍ଗଳ ଦାନକୁ କେବେ ପାଶର ନାହିଁ। ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କର ମଙ୍ଗଳ ଦାନକୁ ପାଶରିକି ଅକୃତଜ୍ଞ ହଉଛନ୍ତି। ଏଇଆ ଜିନିଷ ଦରକାର, ସେଇଆ ଜିନିଷ ଦରକାର। ଅନେକ ସମୟରେ ଆମମାନଙ୍କର ଜୀବନରେ ମଧ୍ୟ এই ସମସ୍ତ ଅକୃତଜ୍ଞ ବିଷୟ ସବୁ ଆସି ପହଞ୍ଚିଯାଏ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଅକୃତଜ୍ଞ ଜିନିଷକୁ ଆମକୁ ଦୂର କରିବାର ଅଛି। ଗଣନା 9 ଅଧ୍ୟାୟରେ ଲେଖା ହେଇଛି, ଅବାଧ୍ୟକୁ ଆମକୁ ଦୂର କରିବାର ଅଛି। ଅବାଧ୍ୟତା ଯଦି ଅଛି, ପ୍ରଭୁଙ୍କର ବିରୁଦ୍ଧରେ ଯଦି କୌଣସି ଅବାଧ୍ୟ କାର୍ଯ୍ୟ କରୁଛୁ, ଯାହା ଆମମାନଙ୍କୁ ପ୍ରଭୁ ବାଇବଲରୁ ଶିକ୍ଷା ଦଉଛନ୍ତି, ଆମେ ଯେତେବେଳେ ବାଇବଲ ପଢୁଛୁ, ଅଧ୍ୟୟନ କରୁଛୁ, ଆମମାନଙ୍କୁ ସେ ଅନୁସାରେ ଯେତେବେଳେ ଆମେ ଅବାଧ୍ୟକୁ ଦୂର କରୁ, ପ୍ରଭୁ କଣ କରିବେ, ଆଶୀର୍ବାଦ କରିବେ। ଯେତେବେଳେ ମରିୟମ ଏବଂ ହାରୁନ ମୂଷାଙ୍କୁ କଣ କଲେ, ବିରୋଧ କଲେ, ପ୍ରଭୁଙ୍କର ଦାସଙ୍କୁ ବିରୋଧ କଲେ। ଯେତେବେଳେ ବିରୋଧ କଲେ, ସେମାନଙ୍କୁ କୁଷ୍ଠ ରୋଗ ହେଇଗଲା। ଛାଉଣି ଭିତରେ ପ୍ରବେଶ କରିଗଲେ ସେମାନେ। ସେ ମରିୟମକୁ ଗୋଟେ ଏକ୍ସଟ୍ରା ଛାଉଣି ଭିତରେ ରଖାଗଲା। ଲେଖା ହେଇଛି, ଇସ୍ରାଏଲ ଲୋକମାନେ ଆଉ ଆଗକୁ ବଢି ପାରିଲେ ନାହିଁ, ଯେ ପର୍ଯ୍ୟନ୍ତ ମରିୟମ କୁଷ୍ଠ ରୋଗରୁ ସୂଚି ହେଇନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ ଲୋକମାନେ ଗମନ କଲେ ନାହିଁ। କାରଣ କଣ? ପ୍ରଭୁଙ୍କର ଦାସଙ୍କୁ ସେ ବିରୋଧ କରିଛନ୍ତି। ଯେତେବେଳେ ମରିୟମ 7 ଦିନ 7 ରାତ୍ରି ଗୋଟେ ଛାଉଣିରେ ରୁଦ୍ଧା ହେଇକି ରହିଲା ପରେ, ଯେତେବେଳେ ପ୍ରଭୁ ତାଙ୍କୁ ଭଲ କଲେ, ଇସ୍ରାଏଲ ଲୋକମାନେ ଯାତ୍ରା କଲେ, ଗୋଟେ ପାରଣ ପର୍ବତରେ ଯାଇକି ପହଞ୍ଚିଲେ। ଯେତେବେଳେ ଆମେ ଅଧର୍ମକୁ ଦୂର କରୁ, ଅଧର୍ମରୁ ପରିଷ୍କାର ହଉ, ଗୋଟେ ପର୍ବତ, ଗୋଟେ ସିଓନ ପର୍ବତ, ପାରଣ ପର୍ବତରେ ସେମାନେ ପହଞ୍ଚିଲେ, ଆମକୁ ମତେ ଗୋଟେ ସିଓନ ପର୍ବତରେ ପହଞ୍ଚେଇବେ ପ୍ରଭୁ। ଯେତେବେଳେ ଅଧର୍ମ ଦୂର କରୁ, ଅପବିତ୍ର ଦୂର କରୁ ଏବଂ ଅକୃତଜ୍ଞ ଦୂର କରୁ, ଅଭିଯୋଗ ସବୁକୁ ଦୂର କରୁ, ବିନା କମ୍ପ୍ଲେନରେ ପ୍ରଭୁଙ୍କ ନିକଟରେ ସରଳ ଭାବରେ ଯେତେବେଳେ ଆଗକୁ ବଢୁନା, ଆମକୁ ସେଦିନ ଇସ୍ରାଏଲ ଲୋକମାନେ ପାରଣ ପର୍ବତରେ ପହଞ୍ଚିଲେ, ଆମକୁ ସିଓନ ପର୍ବତରେ ପହଞ୍ଚେଇବେ। ଆମମାନଙ୍କୁ ପ୍ରଭୁ, ସେ ଲେଖା ହେଇଛି, ଅଧର୍ମ ଦୂର କଲେ ତୁମେ ଦୃଢ କରାଯିବ। ଆମମାନଙ୍କୁ ଗୋଟେ ସିଓନ ପର୍ବତରେ ଏକ ଦୃଢ ଗଢ ସହିତ ଆମମାନଙ୍କୁ ପ୍ରଭୁ ରଖିବେ। ତେଣୁ କରିକି ପ୍ରଭୁ ଆମର ଧନ ହେବେ। ଯଦି ଆମେ ସବୁ ବିଷୟକୁ ଦୂର କରୁ, ସବୁ ବିଷୟକୁ ଯେତେବେଳେ ଦୂର କରୁ, ଲେଖା ହେଇଛି ସେଇ 22 ଅଧ୍ୟାୟର ଆଇବ ପୁସ୍ତକ 22 ଅଧ୍ୟାୟର 24 ପଦରେ ଲେଖା ହେଇଛି ଯେ ପ୍ରଭୁ ଆମର ଧନ ସ୍ୱରୂପ ହେବେ। ଯଦି ସବୁ ଅଧର୍ମ ଅପବିତ୍ର ଦୂର କରିଦଉ ନା, ସେ 24 ପଦରେ ପୁଣି ତୁମେ ଧୂଳିରେ ଆପଣ ଧନ ଓ ପଥରେ ସୁବର୍ଣ୍ଣ ପକାଇଦେବ, ଆଉ ତହିଁରେ ସର୍ବଶକ୍ତିମାନ ତୁମ୍ଭର 25 ପଦ ଲେଖା ହେଇଛି, ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ ହେବେ। ଚିନ୍ତା କରୁ, କେତେ ସୁନ୍ଦର କଥା। ଆଇବ ସେଇ 22 ଅଧ୍ୟାୟର 25 ପଦ ଲେଖା ହେଇଛି, ଯଦି ଆମେ ସବୁ ଅଧର୍ମକୁ ସବୁ ବିଷୟକୁ ଦୂର କରିଦେବୁ ନା, ପ୍ରଭୁ ଆମର ଧନ ସ୍ୱରୂପ ହେବେ। ସେ ଆମମାନଙ୍କର ପରିବାର ନିକଟକୁ ପଳେଇ ଆସିବେ, ଆମମାନଙ୍କୁ ସେ ଆମମାନଙ୍କର ଧନ ସ୍ୱରୂପ ହେବେ ଏବଂ ସେ ଆମକୁ କଣ କରିବେ, ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ। ସେ ବହୁମୂଲ୍ୟ ସୁବର୍ଣ୍ଣ, ବହୁମୂଲ୍ୟ ରୌପ୍ୟ ସଦୃଶ ହେବେ। ଆମକୁ ପ୍ରଭୁ କଣ କରିବେ, ଆମମାନଙ୍କୁ ପ୍ରଭୁ
କଣ କରିବେ ଆନନ୍ଦ ଦେବେ ଲେଖା ହେଇଛି। ଆଉ ସେଇ ସ୍ଥାନରେ ଆଉ ସେମାନେ କାରଣ ସେତେବେଳେ ତୁମେ ସର୍ବଶକ୍ତି ମାନଙ୍କ ଠାରେ 26 ପଦ ଲେଖା ହେଇଛି ଆନନ୍ଦ କରିବ। ପ୍ରଭୁ ଆନନ୍ଦ ଦେବେ, ପ୍ରଭୁ ଆମମାନଙ୍କର ଧନ ସ୍ୱରୂପ ହେବେ ଏବଂ ଆମମାନଙ୍କୁ ଦୃଢ କରିବେ ଏବଂ ପ୍ରଭୁ କହୁଛନ୍ତି ଆମେ ତୁମ ମାନଙ୍କୁ କଣ କରିବା ଆନନ୍ଦ ସର୍ବଶକ୍ତି ମାନଙ୍କ ଠାରେ ଆନନ୍ଦ କରିବ। ପ୍ରଭୁଙ୍କ ସହିତ ଆନନ୍ଦ କେତେ ବଢିଆ କଥା। ପ୍ରଭୁଙ୍କ ସହିତ ଆନନ୍ଦ ପାଉଲ କହିଲେ ଆନନ୍ଦ କର ପୁନଶ୍ଚ କହୁଛି ପ୍ରଭୁଙ୍କ ଠାରେ ଆନନ୍ଦ ସେମାନଙ୍କ ପାଖରେ ନିତ୍ୟ ଥିବ। ସେ ପରିବାର ସବୁବେଳେ ହସ ଖୁସିରେ ପ୍ରଭୁଙ୍କ ସହିତ ଆରାଧନାରେ ଆନନ୍ଦ କରିକି ଚାଲୁଥିବ। ଯୋଉମାନେ ପ୍ରଭୁଙ୍କ ସହିତ ପରିଚିତ ହୁଅନ୍ତି, ଯୋଉମାନେ ପ୍ରଭୁଙ୍କର ପାଇଁ ଅଧର୍ମକୁ ତମ୍ବୁରୁ ଦୂର କରିଦିଅନ୍ତି, ପ୍ରଭୁଙ୍କୁ ଧନ ଭାବରେ ପ୍ରଭୁଙ୍କୁ ରୌପ୍ୟ ଭାବରେ ରଖନ୍ତି, ପ୍ରଭୁ ତାଙ୍କର ଲେଖା ହେଇଛି ବାକ୍ୟକୁ ସେମାନେ ବହୁତ ବାର ସେମାନେ କଣ କରନ୍ତି ଈଶ୍ୱରଙ୍କର ବାକ୍ୟକୁ ସେମାନେ ଦୈନନ୍ଦିନ ଜୀବନରେ ସେମାନେ ଅଧ୍ୟୟନ କରୁଥିବେ। ଲେଖା ହେଇଛି ଈଶ୍ୱରଙ୍କର ବାକ୍ୟକୁ ଦୈନନ୍ଦିନ ଜୀବନରେ ଯୋଉମାନେ ପାଳନ କରୁଥିବେ ଈଶ୍ୱରଙ୍କର ଲେଖା ହେଇଛି ସେଇ 22 ପଦ ଲେଖା ହେଇଛି ଦେଖନ୍ତୁ ମୁଁ ବିନୟ କରୁଛି ତାହାଙ୍କ ମୁଖ ନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କରିକି ରଖ। ଲେଖା ହେଇଛି ମୁଁ ବିନୟ କରୁଛି ତାହାଙ୍କ ମୁଖ ନିର୍ଗତ ବ୍ୟବସ୍ଥା ଗ୍ରହଣ କର ଏବଂ ତାହାଙ୍କର ବାକ୍ୟକୁ ହୃଦୟରେ ସଞ୍ଚୟ କର। ଈଶ୍ୱରଙ୍କର ବାକ୍ୟକୁ ହୃଦୟରେ ରଖିବା ଏବଂ ଅଧର୍ମ ସବୁକୁ ଦୂର କରିବା। ଯଦି ସବୁ କରିବା ନା ଆମେ ଦୃଢ କରାଯିବା ମଙ୍ଗଳ ଆମ୍ଭ ନିକଟରେ ଉପସ୍ଥିତ ହେବ। ଶେଷ ବିଷୟକୁ ପଦ କହିକି ମୁଁ ସମାପ୍ତ କରିବି। 23 ପଦ ସେଇ 22 ଅଧ୍ୟାୟର 23 ପଦ ଦେଖନ୍ତୁ ମୁଁ ପଢୁଛି। ଯେବେ ତୁମ୍ଭେ ସର୍ବଶକ୍ତିମାନଙ୍କ ପ୍ରତି ଫେରିବ ତେବେ ତୁମ୍ଭେ ଆପଣ ତମ୍ବରୁ ଅଧର୍ମ ଦୂର ତେବେ ତୁମେ ଦୃଢ କରାଯିବ। ଏବଂ 27 ପଦ ଦେଖନ୍ତୁ ମୋ ସହିତ 27 ତୁମ୍ଭେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ। କହୁଛନ୍ତି ତୁମେ ପ୍ରାର୍ଥନା କରିଲେ ପ୍ରଭୁ ଶୁଣିବେ। ପ୍ରଭୁଙ୍କ ଠାରେ ପ୍ରାର୍ଥନା କଲେ ପ୍ରଭୁ ଶୁଣିବେ। ପରିଚିତ ହେବାର ଅଛି, ଅଧର୍ମ ଦୂର କରିବାର ଅଛି ଏବଂ ପ୍ରାର୍ଥନା କରିବାର ଅଛି। ଆଜି ଆମେ ପ୍ରାର୍ଥନାରେ ବସିଛୁ। ଆଜି ଆମେ ଉପବାସର ସହିତ ପ୍ରାର୍ଥନା ଅନେକ ଲୋକମାନେ କରୁଛନ୍ତି। ସବୁବେଳେ ପ୍ରଭୁ କଣ କରିବେ ପ୍ରାର୍ଥନାର ପ୍ରଭୁ ଆମର କଥା ଲେଖାଇছে ଆମର କଥାକୁ ସେଇ 27 ଲେଖା ହେଇଛି ଯେ ତୁମେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥାକୁ ଶୁଣିବେ। ପ୍ରଭୁ ଆମ କଥାକୁ ଶୁଣିବା ପାଇଁ ସଦା ସର୍ବଦା ଜାଗିକି ରହିଛନ୍ତି। ମୋ ପିଲା, ମୋ ଝିଅ, ମୋ ପୁଅ କେତେବେଳେ ମୋ ସହିତ କଥା ହେବା ପାଇଁ ଆସିବେ। ଆଉ ଥରେ ଏର୍ଲି ମର୍ଣ୍ଣିଂ କଥା କହିବି। ସକାଳ ସକାଳ ପ୍ରଭୁ ବି ଉଠି ପଡୁଥିବେ। ସକାଳ ସକାଳ ପ୍ରଭୁ ବି ପୁରା ୱେଟିଂ ରେ ଥିବେ। ମୋର ଲୋକମାନେ ଫଟାଫଟ ଉଠୁଛନ୍ତି, ଫଟାଫଟ ପୁରା ଜଏନ୍ ହଉଛନ୍ତି। ଗୋଟିଏ ପ୍ଲାଟଫର୍ମରେ ଅଲ୍ ଓଭର ଓଡ଼ିଶାରୁ ଓଡ଼ିଶା ବାହାରୁ ଅନେକ ଲୋକ ଜଏନ୍ ହଉଛନ୍ତି। ତା ସହିତ କଥା ହେବା ପାଇଁ, ପ୍ରଭୁଙ୍କ ସହିତ କଥା ହେବା ପାଇଁ କେତେ ହୃଦୟ ପ୍ରଭୁଙ୍କର ଆନନ୍ଦରେ ଉଛୁଳି ପଡୁଥିବ। ଏର୍ଲି ମର୍ଣ୍ଣିଂ କେତେ ଯେତେବେଳେ ପିତର ରାତି ସାରା ପରିଶ୍ରମ କରୁଛନ୍ତି, ଗୋଟିଏ ବି ମାଛ ପାଇଲେ ନାହିଁ। ପିତରଙ୍କର ଜାଲରେ ଗୋଟିଏ ବି ମାଛ ପଡିଲା ନାହିଁ। ଇନ୍ ଦ ମର୍ଣ୍ଣିଂ ମିଟ୍ ଇଜ ଦ ପିଟର। ପ୍ରଭୁଙ୍କ ସହିତ ଏର୍ଲି ମର୍ଣ୍ଣିଂ ପ୍ରଭୁ ପିତରଙ୍କ ସହିତ ମିଶୁଛନ୍ତି। ଚିନ୍ତା କରନ୍ତୁ, ମର୍ଣ୍ଣିଂ ରେ ପ୍ରଭୁ ମିଶନ୍ତି, ମର୍ଣ୍ଣିଂ ରେ ପ୍ରଭୁ ସାକ୍ଷାତ କରନ୍ତି, ଏର୍ଲି ମର୍ଣ୍ଣିଂ ରେ ପ୍ରଭୁ କଥାବାର୍ତ୍ତା ହେବା ପାଇଁ ଚାହାନ୍ତି। ପିତରକୁ କହୁଛନ୍ତି ପିତର କଣ ପାଇଲ? କହିଲେ ପ୍ରଭୁ ରାତି ସାରା ପରିଶ୍ରମ କଲି ଗୋଟିଏ ବି ନାହିଁ। ପିତରଙ୍କୁ ପ୍ରଭୁ କହିଲେ ତୁମର ଜାଲ ଡାହାଣ ପାଖରେ ପକା। ପକେଇଲେ ଏତେ ମାଛ ଧରିଲା। ସେ ସାଙ୍ଗମାନଙ୍କୁ ଡାକୁଛନ୍ତି ଆସ, ଜାଲ ମୋର ଛିଣ୍ଡିବାକୁ ଲାଗିଲାନି, କମ୍ ଆସ ମତେ ହେଲ୍ପ କର ଭାଇ ମାନେ। ଆମର ଯଦି ଜାଲ ଆଜି କୌଣସି କ୍ଷେତ୍ରରେ ଯଦି ଶୂନ୍ୟ ଅଛି, ଯଦି ଆମର ଜାଲ ଯଦି ଆଜି ବିଫଳତା ଭିତରେ ଅଛି, ଆମମାନଙ୍କର ପ୍ରାର୍ଥନା ଯଦି ବିଫଳତା ଅଛି, ଆମେ ତାଙ୍କ ସହିତ ପରିଚିତ ହଉ ଭାଇ। ତାଙ୍କ ସହିତ ପରିଚିତ ହେଇଯିବା, ପ୍ରଭୁଙ୍କ ସହିତ ଆଟାଚମେଣ୍ଟ ହେଇଯିବା, ଇଣ୍ଟିମେଟ ହେଇଯିବା, ଇଣ୍ଟିମେସି ହେଇଯିବା ପ୍ରଭୁଙ୍କ ସହିତ। ଘନିଷ୍ଠତା ବଢିଯିବ। ପ୍ରଭୁ କେତେ ଆଦର କରିବେ। ମୋ ପୁଅ ଜାଲ ପକା, ପ୍ରଭୁ ପୂର୍ଣ୍ଣ କରିଦେବେ ଆମମାନଙ୍କର ଜାଲକୁ। ଅଧର୍ମ ଦୂର କରିଲେ ଦୃଢ କରିଦେବେ ପ୍ରଭୁ।
ମଙ୍ଗଳ ଆମ ନିକଟକୁ ପଳେଇ ଆସିବ, ଦୃଢ ଆମେ କରାଯିବା ଏବଂ ପ୍ରାର୍ଥନା କଲେ ପ୍ରଭୁ କଣ କରିବେ? ସେ କହୁଛନ୍ତି ପ୍ରାର୍ଥନା କଲେ ଆମେ ତୁମକୁ ଉତ୍ତର ଦେବା, ଆମେ ତୁମର କଥା ଶୁଣିବୁ। ପ୍ରଭୁ କହୁଛନ୍ତି ଏର୍ଲି ମର୍ଣ୍ଣିଂ କଥା ଶୁଣିବା ପାଇଁ ବହୁତ ଇଚ୍ଛାରେ ଜଗିକି ରହୁଛି। ମୋର ଲୋକମାନେ ସକାଳୁ ସକାଳୁ ଉଠିକି ସଜବାଜ ହେଇକି ବସି ପଡୁଛନ୍ତି ମୋ ସହିତ କଥା ହେବା ପାଇଁ। ପ୍ରଭୁ ମଧ୍ୟ ପୁରା ବହୁତ ଜାଗ୍ରତରେ, ବହୁତ ଉତ୍ସକର ସହିତ, ଉଦ୍ୟମର ସହିତ ୱେଟିଂ କରୁଥିବେ, କେତେବେଳେ ଉଠିବେ, କେତେବେଳେ ଏର୍ଲି ମର୍ଣ୍ଣିଂ ପ୍ରେୟର ଗ୍ରୁପର ପ୍ରଭୁଙ୍କର ମୋର ଲୋକମାନେ ଆସିବେ, ସେ କଥା ହେବା ପାଇଁ, ଆମ ସହିତ କଥା ହେବା ପାଇଁ ଚାହାନ୍ତି। ଆମ ସହିତ ସେ କଥା ହେବା ପାଇଁ, ମନୋଯୋଗର ସହିତ ଆମ ସହିତ କଥା ହେବା ପାଇଁ ଚାହାନ୍ତି। ଆମମାନଙ୍କର ପ୍ରାର୍ଥନାର ଉତ୍ତରକୁ ପ୍ରଭୁ ସେ ଦେବା ପାଇଁ ଚାହାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମର ଲେଖା ହେଇଛି 28ରେ, ଯେ 28ରେ ଲେଖା ହେଇଛି ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ ତାହା ତୁମ୍ଭ ଉପରେ ସଫଳ କରାଯିବ। 28 ପଢନ୍ତୁ, ଲେଖା ହେଇଛି ତୁମ୍ଭେ କଣ କରିବ, ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ। ଆମେ ଯଦି କୌଣସି ବିଷୟରେ ଯଦି ଆମେ ମନସ୍ଥ କରିବା, ଆମ ପ୍ରତି ପ୍ରଭୁ ସଫଳ କରିଦେବେ। ସେ ଜାଣିଛନ୍ତି, ଆମେ ତାଙ୍କ ସହିତ ପରିଚିତ ହେଇଛୁ ନା, ସେଥିପାଇଁ ବାବାରେ କଣ ଦରକାର ତତେ କୁହ, ଭଉଣୀ ଲୋ, ଝିଅ ଲୋ, କଣ ଦରକାର ତତେ କୁହ, ମୋ ସହିତ ତ ବହୁତ ପରିଚିତ ହେଲୁ, କଣ ତତେ ଦରକାର କୁହ, ଆଇ ୱିଲ୍ ଗିଭ୍ ୟୁ, ମୁଁ ତତେ ଦେବି। ତୋର ସମସ୍ୟା କଣ, ତୋର ମାଗୁଣି ଆଜି କଣ? ତୁ କାହିଁକି କାନ୍ଦୁଛୁ, ତୁ କାହିଁକି ରୋଦନ କରୁଛୁ, କାହିଁକି ବିଳାପ କରୁଛୁ, କହ, କହିଦେ ମତେ, ମନର କଥା ଭାଙ୍ଗିକି କହିଦେ। ତୋର ମାନତ କଣ, ତୋର ମନସ୍ଥ କଣ? ହାନ୍ନା କାନ୍ଦୁଛନ୍ତି, ହାନ୍ନା କାନ୍ଦି 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 ଥକି ଯାଉଛନ୍ତି। ପ୍ରଭୁ ପଚାରିଲେ, ଖାନା ତତେ କଣ ଦରକାର? ପ୍ରଭୁ ମୋର ସ୍ୱାମୀ ଭଲ, ମୋର ପରିବାରର ବହୁତ ବଢିଆ, ବଟ୍ ମୋର ଗର୍ଭ ଆଜି କଣ ଟିକେ ଶୂନ୍ୟ ଅଛି, ପ୍ରଭୁ ଟିକେ ପୂର୍ଣ୍ଣ କରିଦବନି କି? ପ୍ରଭୁ କହିଲେ, ସେଇ କଥା, ମୋ ସହିତ ତ ବସିକି କାନ୍ଦିଲୁ, ମୋ ସହିତ ପରିଚିତ ହେଲୁ, କଣ ଦରକାର ମତେ? ଯା, ତୋର ଗର୍ଭକୁ ଆମେ ପୂର୍ଣ୍ଣ କରିବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି କୋଉ ବିଷୟ ଆଜି ଅସମ୍ପୂର୍ଣ୍ଣ ହେଇକି ଆଜି ଅଛି? କଣ ଆଜି ଆମେ ମନସ୍ଥ କରୁଛୁ କିନ୍ତୁ ପାଇପାରୁନାହୁଁ? ପ୍ରଭୁଙ୍କ ସହିତ ପରିଚିତ ହେଇଯିବା। ପ୍ରଭୁ କଣ କରିବେ? ଆମମାନଙ୍କର ମନସ୍ଥକୁ କଣ ଲେଖା ହେଇଛି ତାହା ବଢିଆ ସୁନ୍ଦରରେ କୁହାଯାଉଛି, ତୁମେ ଯେକୌଣସି ବିଷୟ ମନସ୍ଥ କଲେ ତାହା ତୁମ୍ଭ ପକ୍ଷରେ ସାଧନ କରାଯିବ, ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହବ। ଏକ ଜାଜଲ୍ୟମାନ ଖ୍ରୀଷ୍ଟୀୟ ଜୀବନ, ଏକ ଉଜ୍ଜଳରେ ବାସ କରୁଥିବା ଖ୍ରୀଷ୍ଟୀୟ ଜୀବନ, ଏକ ଆଲୋକରେ ଗତାୟିତ କରୁଥିବା ଖ୍ରୀଷ୍ଟୀୟ ଜୀବନ ହେଇଯିବ। ସେଇ 29ରେ ଲେଖା ହେଇଛି, ତୁମ୍ଭେ ଲୋକମାନେ ଯେତେବେଳେ ତୁମେ କହିବ ତୁମେ নত କରାଯିବ, ସେତେବେଳେ ତୁମକୁ କଣ କରାଯିବ? ଉନ୍ନତ କରାଯିବ। ସେମାନେ ତୁମକୁ ଅବନତ କଲେ ତୁମ୍ଭେ କହିବ ଉନ୍ନତି ହେବ। କୌଣସି ବିଷୟ ଅବନତ ମତେ କରିପାରିବ ନାହିଁ, କୌଣସି ବିଷୟ ମତେ ଚାପି ଦେଇ ପାରିବ ନାହିଁ, କୌଣସି ବିଷୟ ମତେ ଡୋମିନେଟ କରିକି ରଖିପାରିବ ନାହିଁ, କୌଣସି ବିଷୟରେ ମୁଁ ମାନେ କଣ ହେଇପାରିବିନି, নত ହେବିନି, ମୁଁ ଉନ୍ନତ ହେବି। ସେ ଲେଖା ହେଇଛି ତୁମେ କହିବ ମୁଁ ଉନ୍ନତ ହେବି, କାରଣ ପ୍ରଭୁ ଗୋଟେ ବାଇବଲରେ ଲେଖା ହେଇଛି, ସଦାପ୍ରଭୁଙ୍କର ପ୍ରତିଜ୍ଞା ଗୋଟେ କହିଛନ୍ତି, ଯେଉଁମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି, ତାଙ୍କର ବ୍ୟବସ୍ଥା ପାଳନ କରନ୍ତି, ଆମ୍ଭେ ସେମାନଙ୍କୁ ମସ୍ତକ କରିବା, ଲାଙ୍ଗୁଡ କେବେ କରିବା ନାହିଁ। ସେଦିନ ପ୍ରଭୁଙ୍କର ଦାସ ବିନୟ ଆଜ୍ଞା ଗୋଟିଏ ବିଷୟ ପ୍ରଚାର କରୁଥିଲେ, ପ୍ରଭୁ କଣ କରନ୍ତି? ଉଠେଇବାର ପରମେଶ୍ୱର, ଶୃଙ୍ଗକୁ ଉନ୍ନତ କରିବାର ପରମେଶ୍ୱର, ମସ୍ତକକୁ ସେ ଉନ୍ନତ କରନ୍ତି। ଆମର ପ୍ରଭୁ ଉନ୍ନତ କରନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ କୌଣସି କ୍ଷେତ୍ରରେ ଉନ୍ନତ ହେବା ପାଇଁ ଚାହୁଁଛି କି? ପ୍ରଭୁ ଉନ୍ନତ ଦେବେ। ସେ 29ର ଆଉ ଲେଖା ହେଇଛି, ତୁମେ କହିବ ଉନ୍ନତ ହବ, ତୁମର ସକଳ ପଥରେ ଦୀପ୍ତି ପ୍ରକାଶିତ, କହିବ ତୁମେ କଣ ହବ? ନମ୍ର ଲୋକ ପ୍ରଭୁ ରକ୍ଷା କରିବେ। ପ୍ରଭୁ ଆମମାନଙ୍କୁ ରକ୍ଷା କରିବେ। 30 ପଦରେ ଲେଖା ହେଇଛି ଉଦ୍ଧାର କରିବେ, ଏବଂ ସେଇ 21 ପଦରେ ଆଉ ଥରେ 21 ପଦରେ 22ର 21 ପଦରେ ଲେଖା ହେଇଛି, ତୁମେ ତାଙ୍କ ମଙ୍ଗଳ ତୁମ ନିକଟରେ ଉପସ୍ଥିତ ହବ ଏବଂ ଶାନ୍ତି ହେବ। ଆମ ଜୀବନକୁ ପ୍ରଭୁ କଣ କରିବେ? ଶାନ୍ତି ଦେବେ। ଟୋଟାଲି ଚତୁଃପାର୍ଶ୍ୱରେ ଯଦି କୌଣସି ବିଷୟରେ ଅଶାନ୍ତି, ପରିବାରରେ ଯଦି କୌଣସି ଅଶାନ୍ତି, ପ୍ରଭୁ କଣ କରିବେ? ଶାନ୍ତି ଦେବେ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜିର
ବାଇବଲ ଅଧ୍ୟୟନରେ ଆମେ ଦେଖିଲୁ ପ୍ରଭୁଙ୍କ ସହିତ ପରିଚିତ ହେଲେ ମଙ୍ଗଳ ଆମ ନିକଟକୁ ପଳେଇ ଆସିବ। ଅନେକ ଲୋକଙ୍କ ପରିବାରରେ ମଙ୍ଗଳ ପଳେଇ ଆସିଛି, ଅନେକ ଲୋକଙ୍କ ଜୀବନରେ ମଙ୍ଗଳ ଆସିଛି। ଅଧର୍ମ ଦୂର କରିଲେ ଆମେ ଦୃଢ କରାଯିବା। ପ୍ରାର୍ଥନା କଲେ ପ୍ରଭୁ ଆମ ସହିତ କଥା ହେବେ। ଆଉ କଣ ବିଷୟରେ କଥା ହେବେ ସେଟା ମଧ୍ୟ ଆମେ ଦେଖିଲୁ। ପ୍ରଭୁ ଆମର ସହିତ କଥା ହେବେ, ପ୍ରଭୁ ଆମର ପଥରେ ଦୀପ୍ତି ଦେବେ, ପ୍ରଭୁ ଆମକୁ ଉନ୍ନତ କରିବେ। ଆମେ ଯାହା ମନସ୍ଥ କଲେ ପ୍ରଭୁ ଆମଙ୍କର ମନସ୍କାମନାକୁ ପୂର୍ଣ୍ଣ କରିବେ ଏବଂ ପ୍ରଭୁ ଆମକୁ ରକ୍ଷା କରିବେ, ପ୍ରଭୁ ଆମକୁ ଉଦ୍ଧାର କରିବେ ଏବଂ ପ୍ରଭୁ ଆମକୁ ଶାନ୍ତି ଦେବେ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏପରି ପ୍ରଭୁଙ୍କ ସହିତ ଯେତେବେଳେ ଆମେ ଘନିଷ୍ଠତା ହଉ, ପରିଚିତ ହଉ, ନିଶ୍ଚିତ ଭାବରେ ମଙ୍ଗଳ ଆମ୍ଭ ନିକଟରେ, ଆମ ତମ୍ବୁ ନିକଟରେ, ଆମ ପରିବାର ନିକଟରେ ପ୍ରଭୁଙ୍କର ମଙ୍ଗଳ ଉପସ୍ଥିତ ହବ, ଆସିଯିବ। ପ୍ରଭୁଙ୍କ ଠାରୁ, ଈଶ୍ୱରଙ୍କ ଠାରୁ ଆମ ପରିବାର ମଧ୍ୟକୁ, ଆମର ବ୍ୟକ୍ତିଗତ ଜୀବନ ମଧ୍ୟରେ, ଆମର ପିଲାମାନଙ୍କ ଜୀବନ ମଧ୍ୟରେ, ଆମେ ଯେଉଁ ସ୍ଥାନରେ ରହୁନୁ କାହିଁକି, ଆମର ପରିବାରର ଆମର ପିଲାମାନେ ଯୋଉ ସ୍ଥାନରେ ରହୁନା କାହିଁକି, ଯାହା କରନ୍ତୁ ନା, ଯାହା ଷ୍ଟଡି କରନ୍ତୁ କି ଚାକିରି କରନ୍ତୁ, ଯେ କଣ ସମସ୍ତଙ୍କ ନିକଟରେ ମଙ୍ଗଳ, ଈଶ୍ୱରଙ୍କର ମଙ୍ଗଳ ଉପସ୍ଥିତ ହବ। ତେଣୁ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଶେଷରେ ଦେଖିଲୁ ଆମର ପ୍ରାର୍ଥନାକୁ ପ୍ରଭୁ କଣ କରିବେ, ଶୁଣିବେ। ତୁମେ ପ୍ରାର୍ଥନା, ତାହାଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଭୁ ତୁମର କଥାକୁ ଶୁଣିବେ, ଆମର କଥାକୁ ପ୍ରଭୁ ଶୁଣିବେ। ତେଣୁ ପ୍ରଭୁ ଅନେକ ପ୍ରଭୁଙ୍କର ଲୋକମାନଙ୍କର କଥାକୁ ପ୍ରଭୁ ଶୁଣିଛନ୍ତି। ଆଜି ଆମର ପ୍ରାର୍ଥନାକୁ ମଧ୍ୟ ସେ ଶୁଣିବେ। ଆମର ପ୍ରାର୍ଥନା ନିଷ୍ଫଳ ହବ ନାହିଁ, ଆମମାନଙ୍କର ଉପବାସ ନିଷ୍ଫଳ ହବ ନାହିଁ। ଆମେ ଯାହା ମନସ୍ଥ କଲେ ପ୍ରଭୁ ତାହା ସାଧନ କରିବା ପାଇଁ ସେ ସର୍ବଶକ୍ତିମାନ ଅଟନ୍ତି। ତେଣୁ ଆସୁ, ଧାର୍ମିକକୁ ଅନେକ ବିପଦ ଅଛି, ସମସ୍ୟା ଅଛି, ସଫରିଂ ଅଛି, କିନ୍ତୁ ଏହା ଜାଣୁ ଯେ ପ୍ରଭୁ ମଙ୍ଗଳକାରୀ, ପ୍ରଭୁ ଦୃଢ କରିବାର ପରମେଶ୍ୱର। ପ୍ରଭୁ ଆମକୁ କଣ କରିବେ, ଆମମାନଙ୍କର ପ୍ରାର୍ଥନା ଶୁଣି ଆମମାନଙ୍କୁ ଉନ୍ନତି ଦେବେ, ମନସ୍କାମନା ପୂର୍ଣ୍ଣ କରିବେ, ଆମମାନଙ୍କ ପଥରେ ଦୀପ୍ତି ଆସିବ, ଆମମାନଙ୍କର ତମ୍ବୁରେ ମଙ୍ଗଳ ଉପସ୍ଥିତ ହବ, ଶାନ୍ତି ଆମ ମଧ୍ୟକୁ ଚାଲି ଆସିବ। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଚିନ୍ତା କରୁ ଆମେ କାହା ସହିତ ବେଶୀ ପରିଚିତ ହଉଛୁ। ଜଗତର କୌଣସି ବିଷୟବସ୍ତୁ ସହିତ, କୌଣସି ବିଷୟ ସହିତ ଅଧିକ ପରିଚିତ ହଉଛୁ ନା ଈଶ୍ୱରଙ୍କ ସହିତ? ଯଦି ଈଶ୍ୱରଙ୍କ ସହିତ ପରିଚିତ ହବାର ଅଛି, ଏର୍ଲି ମର୍ଣ୍ଣିଂ ପ୍ରଭୁଙ୍କ ସହିତ ସାକ୍ଷାତ କରିବାର ଅଛି, ସବୁବେଳେ ପ୍ରଭୁଙ୍କର ବାକ୍ୟରେ, ପ୍ରାର୍ଥନାରେ, ପ୍ରଭୁ ଭୟ ଜୀବନରେ ପ୍ରଭୁଙ୍କ ସହିତ ଦୈନନ୍ଦିନ ଦିନ ଲାଗିକି ରହନ୍ତୁ। ନିଶ୍ଚିତ ଆମ ତମ୍ବୁ ନିକଟରେ ଈଶ୍ୱରଙ୍କର ମଙ୍ଗଳକୁ ସେ ପଠେଇବେ ଏବଂ ଆମମାନଙ୍କ ପରିବାର ଏବଂ ଆମମାନଙ୍କର ମଣ୍ଡଳୀ, ଆମମାନଙ୍କର ସବୁ ବିଷୟ ପ୍ରଭୁଙ୍କର ମଙ୍ଗଳରେ ପରିପୂର୍ଣ୍ଣ ହେବ। ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ଏହି ଛୋଟ ବାଇବଲ ଅଧ୍ୟୟନ କାର୍ଯ୍ୟକ୍ରମରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଆମେନ୍। ନମସ୍କାର।